ଲୋକ ପୁସ୍ତକ 5 ପର ବାକ୍ୟ ଦେଖନ୍ତୁ। ଲୋକ ପୁସ୍ତକ 5 ପର୍ବ 12 ପଦରୁ 16 ପଦ। মতো এটা আমার ক্যামেরা সেন্টার দেখা যায়, সেন্টার আছে কি রেকর্ডিং চালিছে মু সেন্টার আছে না কুଆଡେ ହେବାର ଅଛି। ଲୋକ ପୁସ୍ତକ 5 ପର୍ବ 12 ପଦରୁ 16 ପଦ ଯାଏ। ସେ ଗୋଟିଏ ନଗରରେ ଥିବା ସମୟରେ ଦେଖ ଜଣେ ସର୍ବାଙ୍ଗ ପୁଷ୍ଟି ଲୋକ ସେ ସ୍ଥାନରେ ଥିଲା। ସେ ଯୀଶୁଙ୍କୁ ଦେଖି ମୁହଁମାଡ଼ି ପଡ଼ି ତାହାଙ୍କୁ ନିବେଦନ କରି କହିଲା, ହେ ପ୍ରଭୁ, ଆପଣ ଯଦି ଇଚ୍ଛା କରନ୍ତି ତାହେଲେ ମୋତେ ଶୁଚି କରିପାରନ୍ତି। ସେଥିରେ ସେ ହାତ ବଢ଼ାଇ ତାହାଙ୍କୁ କହିଲେ, ମୁଁ ଇଚ୍ଛା କରୁଛି, ଶୁଚି ହୁଅ। ସେହିକ୍ଷଣି କୁଷ୍ଠରୋଗ ତାହାଠାରୁ ଦୂର ହେଲା। ଆଉ ସେ ତାହାଙ୍କୁ ଆଜ୍ଞା ଦେଇ କହିଲେ, କାହାକୁ କୁହ ନାହିଁ, କିନ୍ତୁ ଯାଅ ଯାଜକଙ୍କୁ ନିଜକୁ ଦେଖା। ପୁଣି ମୋଶେଙ୍କ ଆଦେଶ ଅନୁସାରେ ଆପଣର ଶୌଚକ୍ରିୟା ସ୍ୱରୂପ ସେମାନଙ୍କ ନିକଟରେ ସାକ୍ଷ୍ୟ ଦେବା ନିମନ୍ତେ ନୈବେଦ୍ୟ ଉତ୍ସର୍ଗ କର। କିନ୍ତୁ ତାହାଙ୍କ ବିଷୟ କଥା ଆହୁରି ଅଧିକ ବ୍ୟାପିଗଲା। ଆଉ ବହୁ ସଂଖ୍ୟକ ଲୋକ ଶୁଣିବା ନିମନ୍ତେ ଓ ଆପଣା ରୋଗରୁ ସୁସ୍ଥ ହେବା ନିମନ୍ତେ ଏକତ୍ର ହେବାକୁ ଲାଗିଲେ। ମାତ୍ର ସେ ନିର୍ଜନ ସ୍ଥାନମାନଙ୍କରେ ରହି ପ୍ରାର୍ଥନା କରୁଥିଲେ। ସମସ୍ତଙ୍କୁ ନମସ୍କାର ଭାଇମାନେ। ଏ ସପ୍ତାହ ସାରା ଏ ବାକ୍ୟ ମୁଁ ଧ୍ୟାନ କରୁଛି। ବାକ୍ୟ ସତରେ ମୋ ମୁଣ୍ଡରେ ବେଶୀ ବଳ କରୁଛି, ଆଶା କରୁଛି। ଏ ବାକ୍ୟ ମୁଁ ଅନ୍ୟମାନଙ୍କ ପାଇଁ ଏ ସମୟରେ ପ୍ରଚାର କରୁନାହିଁ, କିନ୍ତୁ ମୁଁ ନିଜ ପାଇଁ ଏଇଟା ବାକ୍ୟ ପ୍ରଚାର କରୁଛି। ତ ସତରେ ଏ ବାକ୍ୟ ସମୟରେ ମୁଁ ଛିଡ଼ା ହେଉଛି, ବାକ୍ୟକୁ ନେଇକି ଚିନ୍ତା କରୁଛି। ଏ ବାକ୍ୟ ସମୟରେ ମୁଁ କିଛି ବି ନାହିଁ କି ମୁଁ ପବିତ୍ର ପାଉଛି। ମୁଁ ନିଜକୁ ସେଠି କୁଷ୍ଠି ରୋଗୀ ଜାଗାରେ ପବିତ୍ର ପାଇପାରୁଛି। ସତରେ ମୁଁ ହେଉଛି ସେ କୁଷ୍ଠି ଯିଏକି ଦେହ ସାରା କୁଷ୍ଠ ରୋଗ ଭର୍ତ୍ତି ହେଇଯାଇଛି। କିନ୍ତୁ ପରମେଶ୍ୱର ସେ ଜାଗାରେ ନିଜର ଅଦ୍ୱିତୀୟ ପୁତ୍ରକୁ ମୋ ନିକଟକୁ ପବିତ୍ର ପ୍ରେରଣ କରିଅଛନ୍ତି। ଏହି କାରଣ ପାଇଁ ମୁଁ ଆଜି ଧାର୍ମିକ ପବିତ୍ର ଅଟେ। ଏ ପ୍ରକାର ବାକ୍ୟ ମୋ ସାମ୍ନାରେ ସେମିତି ଆସୁଛି, ବହୁତ ଧନ୍ୟବାଦ ଦିଅ। ମୁଁ ମୋର ଲାଇଫକୁ ଦେଖିଲେ ମୁଁ ଭଲ ଲୋକ ନାହିଁ। ମୁଁ ନିଜକୁ ଦେଖିଲେ ଏତେ ଭଲ ଲୋକ ନାହିଁ। ମୁଁ କାହାକୁ ଭଲ ପାଇବା ଲୋକ ନାହିଁ। କିନ୍ତୁ ପରମେଶ୍ୱର ମୋତେ ବନଉଛନ୍ତି ଭାଇକୁ ଭଲ ପାଇବାଟା, ଭଉଣୀକୁ ଭଲ ପାଇବା, ଚର୍ଚ୍ଚ ଭିତରେ ଖୁସି ହେବାଟା, ଚର୍ଚ୍ଚ ଭିତରେ ଆଶାର ଭିତରେ ବଢ଼ିବାଟା। ସେଥିପାଇଁ ଏହି ବାକ୍ୟ ଯେତେବେଳେ ମୁଁ ଚିନ୍ତା କରେ, ଅଧିକାଂଶ ସମୟରେ ବାକ୍ୟ ମୋର ହୃଦୟରେ ବହୁତ ଜାଗା ପାଉଛି। ଏ ବାକ୍ୟ ମୋତେ ନିଜର ହୃଦୟକୁ ମୋତେ ପ୍ରତିଫଳିତ କରୁଛି, ତାର ଲାଇଫ୍କୁ ଭିତରେ କେମିତି। ସେଥିପାଇଁ ସତରେ ଆମେ ପ୍ରାକ୍ଟିକାଲି ପରମେଶ୍ୱରଙ୍କ ସମ୍ମୁଖରେ ଆମେ ଛିଡ଼ା ହେବା, ଆମେ ଗୋଟେ ବିଷୟକୁ ପାଇପାରିବା ନାହିଁ। ମୁଁ ମୋର ଏ ସମୟରେ ପ୍ରାକ୍ଟିକାଲି ଲାଇଫ୍ ଭିତରେ ବଞ୍ଚୁଛି, ମୁଁ ଚିନ୍ତା କରିବି। ମୁଁ ଗୋଟେ ସାଇଡ଼ରେ ମୋ ପାଖରେ କିଛି ନଥାଉଛି, ଅଭାବରେ, ସମସ୍ୟାରେ, ପରିସ୍ଥିତିରେ ମୁଁ ବହୁତ ଏ ପ୍ରକାର ଯାତାୟାତ କରୁଅଛି। କିନ୍ତୁ ମୁଁ ଗୋଟେ ସାଇଡ଼ରେ ମୁଁ ବେଶୀ ଖୁସି ଅଛି, ବେଶୀ ଧନ୍ୟବାଦ ଅଛି ପ୍ରଭୁଙ୍କ ସହିତ, ବାକ୍ୟ ସହିତ। ଏ ବାକ୍ୟ ମୋତେ ବହୁତ ବଳ ଦେଉଛି। ସେଥିପାଇଁ ମୁଁ ବାକ୍ୟ କେବଳ ପ୍ରଭୁରେ ଏଡ଼େଇ ପାରୁନାହିଁ ମୋର ଲାଇଫ୍। ମୁଁ ଚର୍ଚ୍ଚକୁ ପ୍ରଭୁରେ ଏଡ଼େଇ ପାରୁନାହିଁ, ଚର୍ଚ୍ଚ ଠାରୁ ମୁଁ ଦୂରକୁ ଯାଇପାରୁନାହିଁ, ଚର୍ଚ୍ଚ ଠାରୁ ମୁଁ କେବଳ ପ୍ରଭୁରେ ପଳେଇ ଯିବି ବୋଲି ପ୍ରକାର ଚିନ୍ତା ମଧ୍ୟ କରିପାରୁନାହିଁ। କିନ୍ତୁ ଗୋଟେ ସାଇଡ଼ରେ ବାକ୍ୟ ନେଇକି ଅଧିକରୁ ଅଧିକ ମୋର ନିକଟବର୍ତ୍ତୀ ହେଉଛି। ଏ ବାକ୍ୟ ମୋର ହୃଦୟରେ ଅଧିକରୁ ଅଧିକ ଆଶା ପ୍ରଭୁରେ ଦେଉଛି। ସୁଷମାଚାର ପ୍ରଚାର କରିପାରିବା ନିମନ୍ତେ ଅନେକ ରାସ୍ତା ପ୍ରଭୁରେ ଖୋଲା କରିଛି। ସେଥିପାଇଁ ବାକ୍ୟ ଦ୍ୱାରା ମୁଁ ଅନ୍ୟମାନଙ୍କ ପାଇଁ ଏଥର ମୁଁ ପ୍ରଚାର କରୁନାହିଁ। ପ୍ରାକ୍ଟିକାଲି ବାକ୍ୟ ମୋର ଆତ୍ମକୁ ମୋତେ ପ୍ରଚାର କରିବାର ଅଛି। ଛିଡ଼ା ହେଉଛି, ସେଥିପାଇଁ ମୁଁ କଣ୍ଟିନ୍ୟୁସଲି ସପ୍ତାହ ସାରା ବାକ୍ୟ ମୁଁ ପ୍ରଚାର କରୁଛି। ଏ ବାକ୍ୟକୁ ନେଇକି ମେଡିଟେସନ୍ କରୁଛି। ସତରେ ପରମେଶ୍ୱର ସପ୍ତାହ ସାରା ଏ ବାକ୍ୟ ଦ୍ୱାରା ମୋର ଲାଇଫରେ କାର୍ଯ୍ୟ କରୁଛି। ଭାଇମାନେ ଏବେ ଆମମାନଙ୍କ ରିଟ୍ରିଟ୍ ହେବାକୁ ଯାଉଛି। ଆମ ରିଟ୍ରିଟ୍ରେ ପ୍ରଭୁତ୍ୱ ସମସ୍ତ ଜଗତ ଆଉ ସମସ୍ତଙ୍କ ପାଖରେ ସେଇଟା ଅଭାବ ଅଛି। ଗୋଟେ ସାଇଡ଼୍ ଦେଖିଲେ ରିସେଣ୍ଟ ଆମେ ଇଷ୍ଟର କାର୍ଡଟା କରିଛୁ ଆଉ ଶେଷ କରିଅଛୁ। ଆପଣ ସମସ୍ତେ ପ୍ରଭୁତ୍ୱରେ ନିଜର ଆର୍ଥିକ ସାହାଯ୍ୟ ପ୍ରଭୁତ୍ୱରେ କରିଅଛନ୍ତି। ନିଶ୍ଚିତ ଭାବରେ ଅଭାବ ଥିବ, କଷ୍ଟ ଥିବ, ପରିସ୍ଥିତି ଥିବ।
କିନ୍ତୁ ପରମେଶ୍ୱର କ'ଣ ଜାଣିନାହାନ୍ତି କି ବର୍ତ୍ତମାନ ତମେ ରିଟ୍ରିଟ୍କୁ ଯାଇକି ଯୋଗ ଦିଅ? ପରମେଶ୍ୱର କ'ଣ ଜାଣିନାହାନ୍ତି କି ଏମାନଙ୍କ ପାଖରେ ପଇସା ନାହିଁ? ଏମାନେ ବହୁତରେ ବଳହୀନ ଲୋକ, ଦୁର୍ବଳ ଲୋକମାନେ, ଏମାନଙ୍କ ଦ୍ୱାରା କୌଣସି ବିଷୟ ହବ ନାହିଁ। ଏହା କ'ଣ ପ୍ରଭୁ ଜାଣନ୍ତି ନାହିଁ? ଭଲସେ ଜାଣନ୍ତି। ପରମେଶ୍ୱର ବେଶୀ ଭଲସେ ଜାଣି ଆସନ୍ତି, ଭଲସେ ସେ ବିଷୟକୁ ଦେଖି ଆସେ। କିନ୍ତୁ ପରମେଶ୍ୱର ଆମମାନଙ୍କୁ ସେରେ ଗୋଟେ ବର୍ଷକୁ ଥରେ ଆମମାନଙ୍କ ସମୟରେ ଠିକ୍ ହେଉଛି ଓଡ଼ିଶାର। ତ ପ୍ରଭୁ ଚାହାନ୍ତି ଆମେ ପ୍ରଭୁଙ୍କ ସେ ଜାଗାକୁ ଯାଇକି ଯୋଗ ଦେବୁ। ମୁଁ ଏ ସମୟରେ ପ୍ରଭୁ ସାମ୍ନାରେ ଛିଡ଼ା ହୋଇଥିଲି, ଆମେ କ'ଣ ପଇସା ଆରେଞ୍ଜ କରିବା? ଆମକୁ କିଏ ପଇସା ଦେବ? ପ୍ରାକ୍ଟିକାଲି ମୋର ଲାଇଫ୍ରେ ମୁଁ ଯଦି କହିବି, ମୁଁ ନର୍ମାଲି ଭାଇମାନଙ୍କୁ କହିପାରିବିନି ମୋତେ ପଇସା ଦରକାର ଅଛି, ମୋତେ ଦେଇଥିବ ପରିସ୍ଥିତି। ମୁଁ ଏମିତି କହିବାଟା ମୋତେ ମୋ ପାଖରେ ବଳ କହିପାରିବ। ସତରେ ମୁଁ ଯଦି କାହାକୁ ବାକି ବି ମାଗିବି, ଜଣେ ଲୋକ ମୋତେ ଦେବ ମଧ୍ୟ, କିନ୍ତୁ ମୁଁ ପରେ କ'ଣ ପଇସା ଫେରେଇବି? ସେଥିପାଇଁ ମୋର ହୃଦୟରେ କହିବା ପାଇଁ ଇଚ୍ଛା ଥିଲେ ମୁଁ କେବେ କହିପାରେନି। କିନ୍ତୁ ମୁଁ ବାଧ୍ୟ ହେଉଛି ସେ ସମୟରେ ପ୍ରଭୁ ସାମ୍ନାରେ ଛିଡ଼ା ହେବା ପାଇଁ। ପରମେଶ୍ୱର ମୋତେ ଏଥର ଟ୍ରାଭେଲିଂ ଖର୍ଚ୍ଚ ଦରକାର ଅଛି, ମୋତେ ରେଜିଷ୍ଟ୍ରେସନ୍ ପଇସା ଦରକାର ଅଛି, ମୋ ପାଖରେ ନାହିଁ ପ୍ରଭୁ। ଏ ରିଟ୍ରିଟ୍ ହଉ ଆମେ ପ୍ଲାନ୍ କରିନୁ ପ୍ରଭୁ, ଏଇଟା ତମର ପ୍ରତିଜ୍ଞା ଅଛି, ତମର ବାକ୍ୟ ଦ୍ୱାରା ବିଷୟ ବାହାରିକି ଆସିଅଛି। ତ ମୁଁ ସେ ଜାଗାକୁ ଯାଉଁଟା ମୋତେ ତମ ବାକ୍ୟ ଭିତରେ ସେତେ ମୋତେ ଅନୁଗ୍ରହ ଦିଅ। ଓ ଯୁଆଡ଼ୁ ଅନୁଗ୍ରହ ତ ମୁଁ କିଛି ଜାଣିନି, କିନ୍ତୁ ମୁଁ ଅନୁଗ୍ରହ ପାଇବା ଜାଗାରେ ଛିଡ଼ା ହେଉଛି, ଏପକା ଭାବରେ ମୁଁ ଛିଡ଼ା ହେଉଛି। ପରମେଶ୍ୱର ସେ ଜାଗାରେ ଆମ ରେଜିଷ୍ଟ୍ରେସନ୍ ପଇସା ବିଷୟରେ ଚିନ୍ତା କରୁଛି। ସେଥିପାଇଁ ଯେଉଁ ପରମେଶ୍ୱର ମୋତେ କହିଲେ ସେ ପରମେଶ୍ୱର ଦେଉଛି। ସତରେ ଏ ସମୟରେ ଏ ପ୍ରକାର ଚିନ୍ତାରେ ମୁଁ ଥିଲା ବେଳକୁ ଜଣେ ହଠାତ୍ ମୋତେ କହିଲେ, ପାଷ୍ଟର ମୁଁ ଆପଣଙ୍କ ପାଇଁ ପାଦୟାଣୀଙ୍କ ପାଇଁ ଆମେ କହୁଥିଲେ ରେଜିଷ୍ଟ୍ରେସନ୍ ପଇସା ଦେଇଦେବୁ ବୋଲି ଚିନ୍ତା କରିଛି। ମୁଁ ସେ ଭାଇଙ୍କର ମୁଖ ଦେଖିଲି, ହୃଦୟକୁ ଦେଖିଲି। ସେ ଭାଇ କ'ଣ ପାଇଁ ଦେବାର ଅଛି? ସେ ଭାଇ କାହିଁକି ମୋତେ ମୋ ପାଇଁ ରେଜିଷ୍ଟ୍ରେସନ୍ ଦେବାର ଅଛି? 5,000 ଟଙ୍କା ଛୋଟ ପଇସା କି? ମୋ ପାଇଁ 5,000 ଟଙ୍କା ସେ ଭାଇ ଖର୍ଚ୍ଚ କରିବେ। ଗୋଟେ ସାଇଡ଼ରେ ଦେଖିଲେ ସେ ଭାଇ ମୂର୍ଖ ଭଳିଆ ଲାଗୁଛି। ସେ ଭାଇ ନିଜର ପଇସାକୁ ଲସ୍ କଲା ଭଳିଆ ମୋତେ ଲାଗୁଛି। କିନ୍ତୁ ଆଉ ଗୋଟେ ସାଇଡ଼ରେ ସେ ଭାଇ ମୂର୍ଖ ନାହାନ୍ତି, ପ୍ରଭୁ ସମ୍ବନ୍ଧରେ ଚିନ୍ତା। ସେଥିପାଇଁ ମୁଁ ସେ ଭାଇଙ୍କ ଆଡ଼କୁ ମୁଁ ଧନ୍ୟବାଦ ଦେଉଛି। ସତରେ ମୁଁ ବେଶୀ ଧନ୍ୟବାଦ ହେଲି। ଆରେ ପ୍ରଭୁ ଏ ଭାଇଙ୍କର ହୃଦୟ କେତେ ପ୍ରଭୁତ୍ୱରେ ତିଆରି କରିଛି। ଏ ଭାଇଙ୍କର ହୃଦୟ କୋଉ ପ୍ରକାର ହୃଦୟ ଅଛି, ଭାଇ ବହୁତ ମୋ ପାଇଁ ଚିନ୍ତା କରିପାରୁଛି। ମୁଁ ଯେତେ ଘୃଣା କରିବା ପାଇଁ ଚାହିଁଲେ ମଧ୍ୟ ସେ ଭାଇଙ୍କୁ କେବେ ଘୃଣା କରିପାରିବିନି। ସତରେ ସେ ଭାଇଙ୍କ ଦ୍ୱାରା ପରମେଶ୍ୱର ମୋତେ ଏ ସମୟରେ ପଇସା ଦେଲି, ମୁଁ ସେଥିପାଇଁ ବେଶୀ ଖୁସି ଅଛି। ସେଥିପାଇଁ ପ୍ରାକ୍ଟିକାଲି ଏ ଲୋକ ପୁସ୍ତକ 5 ବାକ୍ୟ ମୁଁ ଏଥର କ୍ରମାଗତ ଭାବରେ ଚିନ୍ତା କରୁଛି। ଯୀଶୁ ଯେତେବେଳେ ଏ କୁଷ୍ଠରୋଗୀ ଆଡ଼କୁ ହାତ ବଢ଼େଇଥିଲେ, ଯୀଶୁ କ'ଣ ଦେଖିକି ବଢ଼େଇଥିଲେ? ଯୀଶୁ ୟାର ଜୀବନରେ କ'ଣ ପ୍ରଭୁତ୍ୱରେ ଦେଖିଥିଲେ, କ'ଣ ପାଇଥିଲେ? ଯୀଶୁ ୟାର ହୃଦୟକୁ ଦେଖୁଅଛନ୍ତି। ଯୀଶୁ ଯେତେବେଳେ ହୃଦୟକୁ ଦେଖୁଛନ୍ତି, ଯୀଶୁ କେବେ ମଧ୍ୟ ତୁଚ୍ଛ କରିପାରୁନାହିଁ। ଯୀଶୁ କେବେ ମଧ୍ୟ ତାକୁ ଏଡ଼େଇକି ଯାଇପାରୁନାହାନ୍ତି। ଯୀଶୁ ତାକୁ ସୁସ୍ଥ ନ କରିକି ମଧ୍ୟ ରହିପାରୁନାହିଁ। କିନ୍ତୁ ଯୀଶୁ ପ୍ରଭୁତ୍ୱରେ କହିଲେ, ମୁଁ ଇଚ୍ଛା କରୁଛି ତୁ ଶୁଚି ହୁଏ। ଯୀଶୁ ହାତ ବଢ଼େଇଲେ। ଭାଇମାନେ ଆମେ ତ ଷ୍ଟେପ୍ କାଢ଼ୁଛୁ, ମୁଁ କାହିଁକି ଆମ ପାଇଁ ହାତ ବଢ଼େଇବେ? ମୁଁ ଯଦି ପ୍ରଭୁତ୍ୱରେ ଆଗକୁ ପାଦ ପକେଇବି, ପରମେଶ୍ୱର କାହିଁକି ମୋ ଲାଇଫ୍ରେ କାମ କରିବେ? ଯଦି ମୁଁ ଏକା ଷ୍ଟେପ୍ ପକେଇବିନି, ମୁଁ ଏକା ଆଗକୁ ଯିବିନି, କିନ୍ତୁ ପ୍ରଭୁ ମୋ ପାଇଁ କାମ କରୁଛି, ପ୍ରଭୁଙ୍କର କାମ କେମିତି ପ୍ରଭୁତ୍ୱରେ ଦେଖିବି? ଦେଖିହେବ କି? ସେଥିପାଇଁ ପରମେଶ୍ୱର କେଉଁ ଜାଗାରେ କାମ କରିବାକୁ ପସନ୍ଦ କରେ? କେତେବେଳେ ପରମେଶ୍ୱର କାମ କରେ? ସତରେ ମନୁଷ୍ୟ ଯେତେବେଳେ ହାରିଯିବ, ମନୁଷ୍ୟର ପାୱାର ଯେତେବେଳେ ଶେଷ ହୋଇଯିବ, ସତରେ ପ୍ରାକ୍ଟିକାଲି ପରମେଶ୍ୱର ସେ ଜାଗାରେ ମନୁଷ୍ୟ ପାଇଁ କାମ କରିବା। ସେ ସମୟରେ ମନୁଷ୍ୟ ପ୍ରଭୁତ୍ୱରେ ଖୁସି ହେବ ବାକ୍ୟ ଦ୍ୱାରା। ସେ ସମୟରେ ପରମେଶ୍ୱରଙ୍କର ବାକ୍ୟ ମନୁଷ୍ୟ ପ୍ରଭୁତ୍ୱରେ ସ୍ଥାନ ପାଇବ। ସେତେବେଳେ ମନୁଷ୍ୟ ନାହିଁ କି ବିନା ଚରିତ୍ରରେ ବିନା ବାକ୍ୟରେ କେବଳ ପ୍ରଭୁତ୍ୱରେ ରହିପାରିବ। ସତରେ ଭାବନା ମୁଁ କ୍ରମାଗତ ଭାବରେ ଚିନ୍ତା କରୁଛି ଏ ବିଷୟ। ବେଳେବେଳେ ମୁଁ ଚିନ୍ତା କରେ ବାଇବଲରେ ଦାଉଦ କୋଉ ପ୍ରକାର ଲାଇଫ୍ ପ୍ରଭୁତ୍ୱରେ ବଞ୍ଚୁଛି। ଦାଉଦ ସଦାବେଳେ ସେଠି ଦକ୍ଷିଣାଞ୍ଚଳର ଯେଉଁ ସ୍ଥାନ ଥିଲା ସିଗ୍ଲଗ ନଗର ବୋଲି, ଦାଉଦ ସଦାବେଳେ ଯୁଦ୍ଧ ଯେତେବେଳେ ହେଉଥିଲା ସେ ଜାଗାକୁ ପଳେଇ ଯାଉଥିଲା। ଦାଉଦ ତାର ଅର୍ଥ ଦାଉଦ ଯଦି ବି ରାଜା ଥିଲେ, କିନ୍ତୁ ଦାଉଦ ପାଖରେ ମୋତେ ବହୁତ ଡରର ହୃଦୟ ପ୍ରକୃତିରେ ଥିଲା। ସେଥିପାଇଁ ଦାଉଦ ସଦାବେଳେ ଭୟ କରୁଥିଲେ ସାଉଲ। ସେଥିପାଇଁ ସାଉଲକୁ ଲୁଚିବା ପାଇଁ ସେ ସଦାବେଳେ ଧାଉଁଥିଲେ। ସେଥିପାଇଁ ଏ ସିଗ୍ଲଗ ନଗର ହେଉଛି ଗୋଟେ ଜାଗା
ଦାଉଦ ପାଇଁ ଗୋଟେ ସେଫ୍ଟିର ଜାଗା ବୋଲି କୁହାଯାଉଛି। କିନ୍ତୁ ଦିନେ ଜାଣିଛନ୍ତି ପରମେଶ୍ୱର ସାଉଲ ଏ ଦାଉଦ ଯେଉଁ ଜାଗାକୁ ବହୁତ ମନୋନୀତ କରିଥିଲେ, ଦିନେ ପରମେଶ୍ୱର ଏମାଲେକ ଲୋକମାନଙ୍କର ସେଟାକୁ ନିଆଁରେ ପୋଡ଼ି ଦେଉଛି। ତ ପରମେଶ୍ୱର କାହିଁକି ଏ ସିଗ୍ଲଗ ନଗରକୁ ଆକ୍ରମଣ କରିବାର ଥିଲା ଆଉ ପୋଡ଼େଇ ଦେବାର ଥିଲା? ତ ପରମେଶ୍ୱର କ'ଣ ଚାହାନ୍ତି ଦାଉଦ ପ୍ରତି? ତ ପରମେଶ୍ୱରଙ୍କ ହୃଦୟରେ ଖୁବ୍ ପ୍ରକାର ହୃଦୟ ଅଛି ଯେ ଦାଉଦକୁ କହୁଥିଲେ ସେ ଜାଗାରୁ ବାହାର କରିବା ପାଇଁ ଚାହୁଁଛନ୍ତି। ସତରେ ଦାଉଦ ଏ ବିଷୟ କେମିତି ବୁଝିପାରୁନଥିବ? ଦାଉଦ କେମିତି ବୁଝିବା ପାଇଁ ଚାହୁଁଥିଲେ ମଧ୍ୟ ବୁଝିପାରୁନଥିବ। ଦାଉଦ କେବେ ମଧ୍ୟ ସେ ଜାଗାକୁ ସେ ବିଷୟରେ ଚିନ୍ତା କରୁଥିବ, କେବେ ସେ ଚିନ୍ତା ପହଞ୍ଚି ପାରୁନଥିବ। କିନ୍ତୁ ବାହିକା ପରେ ଦାଉଦ ପଛରେ 600 ଲୋକ ଅଛନ୍ତି। ଦାଉଦ ଅନୁଗମନ କରୁଛନ୍ତି, ଦାଉଦ ପଛରେ ସେମାନେ ଯାଇଥିବା ଲୋକ। କିନ୍ତୁ ଏ 600 ଲୋକ ଦିନେ ଯୁଦ୍ଧ କ୍ଷେତ୍ରରେ ଛିଡ଼ା ହେଲେ। ଅମାଲିକ ଲୋକମାନେ ଆସିଲେ ଆଉ ଏ ଦକ୍ଷିଣାଞ୍ଚଳ ସିଗ୍ଲଗ ନଗର ଯୋଉଟା ଥିଲା ସେ ଅଗ୍ନିରେ ଦଗ୍ଧ କରିଲେ। ଯେତେବେଳେ ସେମାନେ ଫେରିକି ଆସିକି ଦେଖିଲା ସେ ନଗର ପ୍ରକୃତିରେ ପାଉଁଶରେ ପୋଡ଼ିଯାଏ, ପାଉଁଶ ହୋଇଯାଏ, ନିଆଁରେ ପ୍ରକୃତିରେ ଦଗ୍ଧ ହୋଇସାରିଛି। ସେତେବେଳେ ଦାଉଦ ପଛରେ ଯିବା 600 ଲୋକମାନଙ୍କୁ ହୃଦୟ ପ୍ରକାର ଥିବ। ଏମାନେ କ'ଣ ଦେଖିଥିବେ? ଆରେ ଦାଉଦର କଥା ଶୁଣିଲୁ ବୋଲି ଆଜି ଆମେ ଏତେ କଷ୍ଟ, ଦାଉଦ ପଛରେ ଗଲୁ ବୋଲି ଆଜି ଆମେ ନିଜର ଛୁଆ ପିଲା ନିଜ ସ୍ତ୍ରୀକୁ ଆଜି ଆମେ ହରେଇଲୁ। ସେଥିପାଇଁ କ'ଣ କରିବା ଦରକାର? ଏ ଦାଉଦ ପଛରେ ଗଲେ ଏକା କଷ୍ଟ ଅଛି, ଦାଉଦ ପଛରେ ଗଲେ ଏକା ନିଜର ଏ ପ୍ରକାର ସବୁ ବିଷୟକୁ ହରେଇବାକୁ ପଡୁଛି। ସେଥିପାଇଁ 600 ଲୋକ କ'ଣ କଲେ ଜାଣିଛନ୍ତି? ଦାଉଦ ଆଡ଼କୁ ସମସ୍ତେ ପଥର କାଢ଼ିଲେ, ସବୁ ଲୋକ ପଥର କାଢ଼ିଲେ, ଏକ ପ୍ରକାର ପଥର କାଢ଼ିଲେ ଆଉ ଦାଉଦକୁ ମାରବ କହିକି ଛିଡ଼ା ହେଲେ। ସେତେବେଳେ ଦାଉଦ ପ୍ରଭୁତେ ଉଦ୍ବିଗ୍ନ ହେଲେ। ଉଦ୍ବିଗ୍ନ ମାନେ କ'ଣ? ଡରିଗଲେ ଦାଉଦ। ଆରେ ଏତେ ଲୋକଙ୍କୁ କେମିତି ଯିବି? ଏତେ ଲୋକ ଯଦି ମୋତେ ଜଣେ ଜଣେ ଗୋଟେ ଥର ବି ପଥର ମାରିବେ, ମୁଁ 600ଟା ପଥର ବାଜିଲେ ମୁଁ କ'ଣ ବଞ୍ଚିପାରିବି? କିନ୍ତୁ ଏ ଜାଣିଛନ୍ତି, ଇଏ କ'ଣ କଲେ ଜାଣିଛନ୍ତି? ଦାଉଦ ନାଇକି ପ୍ରଭୁଙ୍କ ସହିତ ସମୟ ହେଲେ, ପ୍ରଭୁଙ୍କ ସହିତ ଛିଡ଼ା ହେଲେ। ତାହେଲେ ପ୍ରଭୁ ଇଏ ଗୋଟେ ସମୟ ଆସିଲେ ଇଏ ପ୍ରଭୁତରେ ଏଫଦ ପ୍ରଭୁତରେ ମାଗିଲେ। ପ୍ରଥମ ସମୟ 30 ପର୍ବ ଟିକେ ବାକ୍ୟ ଦେଖନ୍ତୁ। ପ୍ରଥମ ସମୟ 30 ପର୍ବ ପର୍ବର 1 ପଦରୁ ଆମେ ପଢ଼ିବା। ଏଉତରେ ଦାଉଦ ତାଙ୍କର ଲୋକମାନେ ଦ୍ୱିତୀୟ ଦିନରେ ସିଗ୍ଲଗ ନଗର ବିଭକ୍ତ ହେଲେ। ସେ ସମୟ ଅମାଲିକ ଲୋକମାନେ ଦକ୍ଷିଣାଞ୍ଚଳ ଓ ସିଗ୍ଲଗ ଆକ୍ରମଣ କରୁଥିଲେ, ସିଗ୍ଲଗ ଆଘାତ କରି ଅଗ୍ନିରେ ଦଗ୍ଧ କଲେ। ପୁଣି ତନ୍ମଧ୍ୟସ୍ଥିତ ସ୍ତ୍ରୀମାନଙ୍କୁ ସାନ ବଡ଼ ସମସ୍ତଙ୍କୁ ବନ୍ଦୀ କରି ନେଇଯାଇଥିଲେ। ସେମାନେ ତାହାକୁ ବୋଧ ନ କରି ସେମାନଙ୍କୁ ନେଇ ଆପଣା ପଥରେ ଚାଲି ଯାଇଥିଲେ। ପୁଣି ଦାଉଦ ଓ ତାଙ୍କର ଲୋକମାନେ ନଗରରେ ଉପସ୍ଥିତ ହୁଅନ୍ତି ଦେଖ ନଗର ଅଗ୍ନିରେ ଦଗ୍ଧ ଓ ସେମାନଙ୍କର ଭାର୍ଯ୍ୟ ପୁତ୍ର ଓ କନ୍ୟାଗଣ ବନ୍ଦୀ ରୂପେ ଲିପ୍ତ ହୋଇଅଛି। ତେଣୁ ଦାଉଦ ଓ ତାଙ୍କର ସଙ୍ଗୀ ଲୋକମାନେ ଆପଣା ଆପଣା ରୋଗ ଉଠାଇ ରୋଦନ କଲେ, ଏପରିକି ଆଉ ରୋଦନ କରିବାକୁ ସେମାନଙ୍କର କିଛି ବଳ ରହିଲାନି। ପୁଣି ଜିସ୍ରେଲିଆ, ଅହିନୟମ ଓ କର୍ମେଲିଆ ନାବଲର ଭାର୍ଯ୍ୟା ଅବିଗଲ ନାମ୍ନୀ ଦାଉଦଙ୍କର 2 ଭାର୍ଯ୍ୟା ବନ୍ଦୀ ହୋଇଥିଲେ। ଏଉତରେ ଦାଉଦ ଅତିଶୟ ଉଦ୍ବିଗ୍ନ ହେଲେ, କାରଣ ପ୍ରତ୍ୟେକ ଲୋକର ମନ ଆପଣା ଆପଣା ପୁତ୍ର କନ୍ୟା ସକାଶୁ ବିରକ୍ତ ହେବାର ଲୋକମାନେ ତାଙ୍କ ପତ୍ରରେ ମାରିବାକୁ କହିଲେ। ମାତ୍ର ଦାଉଦ ସଦାକୁ ଆପଣା ପରମେଶ୍ୱରଙ୍କର ଆପଣଙ୍କ ସବଳ କଲେ। ଏଉତରେ ଦାଉଦ ଅମାଲେକ ପୁତ୍ର ଅବିୟାଥର ଯାଜକକୁ କହିଲେ, ମୋ ଗତିକେ ଟିକିଏ ଏଫଦ ଆଣିଲ। ତହିଁରେ ଅବିୟାଥର ଦାଉଦଙ୍କ ନିକଟକୁ ଏଫଦ ଆଣିଲେ। ସେତେବେଳେ ଦାଉଦ ସଦାପ ନିକଟକୁ ବିଚାରି କହିଲେ, ମୁଁ ଏହି ସୈନ୍ୟ ଦଳର ପଛେ ପଛେ ଗୋଡ଼ାଇଲେ କି ସେମାନଙ୍କୁ ସମର୍ଥନ ପାରିବି? ତହିଁରେ ସେ ତାଙ୍କୁ କହିଲେ, ପଛେ ପଛେ ଯାଅ, କାରଣ ତୁମେ ନିଶ୍ଚୟ ସେମାନଙ୍କୁ ସଙ୍ଗ ଧରି ଘୁରିବ, ବିଫଳ ହୋଇ ସମସ୍ତଙ୍କୁ ଉଦ୍ଧାର କରିବ। ତ ଏ ଜାଗାରେ ଦେଖିଲେ ଦାଉଦ ବର୍ତ୍ତମାନ କୋଉ ପ୍ରକାର ଜୀବନରେ ପ୍ରକୃତିରେ ସେମାନେ ଧରାଯାଇଛି, କୋଉ ପ୍ରକାର ଜୀବନ ପ୍ରକୃତିରେ ଅତିବାହିତ କରୁଛି। ଏବେ ସମସ୍ତଙ୍କ ହାତରେ କ'ଣ ଅଛି? ପଥର ଅଛି। ଭାଇନା ନେବେ ଆପଣ ମୋ ସାମ୍ନାରେ ଆସିବେ, ମୋ ସହିତ ମୁଁ ଆପଣମାନଙ୍କର ଗୋଟେ ଦାଉଦ କହିବି। ସେଥିପାଇଁ ମୁଁ ସମସ୍ତଙ୍କୁ ପ୍ରକୃତିରେ କ'ଣ ଚାହୁଁଛି? ପ୍ରଭୁ ସାମ୍ନାରେ ଯାଅ, ପ୍ରଭୁଙ୍କ ପାଖରେ ବଞ୍ଚ ବୋଲି ସଦାବେଳେ ଗାଳି କରିଛି। ଧରି ନିଅନ୍ତୁ ହଠାତ୍ରେ ମୋ ପାଇଁ ଆପଣମାନଙ୍କର ପୁଅ ଝିଅ ନିଜର ସ୍ତ୍ରୀ ଛୁଆ ସବୁ ପ୍ରକୃତିରେ ବନ୍ଦୀ କରିକି ଜେଲରେ ପୁରାଯିବେ। ସତରେ ଆପଣମାନେ ମୋତେ ଭଲ ପାଇବେ? ୟାକୁ କନ୍ଧମାଳକୁ ଘୋଡ଼ି ଦେବା କହିବେ ନାହିଁ? ୟାର କଥା ଶୁଣିଲ ବୋଲି ଆଜି ଆମେ ଏତେ କଷ୍ଟ ଆମର ସବୁକୁ ହରେଇଲୁ କହିବେ ନାହିଁ?
ଦିନେ କହିବା ଲୋକ ଥିବେ ପାଷ୍ଟ କି ଦିଏ ଭୁଲ ପାଉଛି, ବହୁତ ସ୍ପିରିଚୁଆଲି ବାକ୍ୟ ଆସୁଛି, କିନ୍ତୁ ଧରି ନିଅନ୍ତୁ ତମର ସବୁ ଛୁଆ ପିଲାକୁ ବନ୍ଦୀ କରିକି ଅମାଲିକ ଲୋକ ଆଇଲେ ଆଉ ନେଇଯିବେ ଆଉ ଅନୁଗୁଳ ଜେଲରେ ପକେଇଦେବେ। ସତରେ ସେତେବେଳକୁ ଆପଣ ମୋ ପାଖରେ ଆସିଲେ ପାଷ୍ଟ ବେଶୀ ଭଲ ହେଲା, ଯାହା ବି ହେଇଛି ଭଲ ହେଇଛି ଆସିକି କହିବେ, ସୁନୀଲ ଭାଇ ଏମିତି ଆଇବ କହିବୁ, ସୁନୀଲ ଭାଇ ବାହା ହେଇନାହାନ୍ତି ସେଥିପାଇଁ ସ୍ତ୍ରୀ ନାହିଁ ତାଙ୍କୁ ଚିନ୍ତା କରୁନାହାନ୍ତି, କିନ୍ତୁ ଯଦି ବାହା ହେଇଥାନ୍ତେ ସୁନୀଲ ଭାଇ ତାଙ୍କ ସ୍ତ୍ରୀକୁ ନେଇ ଆଇଥାନ୍ତେ, ଛୁଆମାନଙ୍କୁ ନେଇ ଆଇଥାନ୍ତେ, ସୁନୀଲ ଭାଇ କ'ଣ କହିଥାନ୍ତେ? ୟା ପାଇଁ ଆଜି ମୁଁ ଏତେ କଷ୍ଟ, ଏ ଲୋକର କଥା ଶୁଣିଲେ ବୋଲି ମୋର ସ୍ତ୍ରୀ ମୋର ଛୁଆ ପିଲାକୁ ମୁଁ ଆଜି ହରେଇବି। କ'ଣ କରିବା ଦରକାର? ପଥରରେ ମାରିଲେ ବହୁତ ସହଜରେ ମରବ ନାହିଁ, ଡେରିରେ ମରବ। କୁଆଡ଼େ ଛୁରୀ ଅଛି, କୁଆଡ଼େ ଅସ୍ତ୍ର ଅଛି କହିଥାନ୍ତି। ସତରେ ଆମେ ପ୍ରାକ୍ଟିକାଲି ସେ ପ୍ରକାର ଲାଇଫ୍ ଯଦି ସେ ପ୍ରକାର ଜାଗାରେ ଯଦି ଛିଡ଼ା ହେବା, ଆମର ବୋଧେ ଏ ପ୍ରକାର ଅରିଜିନାଲ ବାହାରିବନି କି? ଧରି ନିଅନ୍ତୁ ଯେତେବେଳେ ଆପଣଙ୍କୁ ଗାଳି କରୁଛି ଭୁଲର, ସତରେ ସେ ସମୟରେ ମୋ ଆତ୍ମା ପାଇଁ ଭଲ ହଉଛି କହୁଛନ୍ତି କି? କାହିଁକି ପାଷ୍ଟ ଏତେ ଗାଳି କରବାର ଅଛି କହୁନାହାନ୍ତି? ମୁଁ ବି କହୁଛି ଏ ସମୟରେ ପାଷ୍ଟ ଗୋଟେ ମତେ କାମ ଦେଲେ, କି କାମ ଜାଣିଛନ୍ତି? ଜାଣିଲା ଆଡଭାନ୍ସ କରୁଛି। ପାଷ୍ଟ ମତେ ଗୋଟେ କାମ ଦେଲେ, ମୁଁ ଖମାରରେ ଏଥର ଏକ୍ଚୁଆଲି ଆଇବାକୁ ଚାହୁଁନଥିଲି, ଫ୍ରାଇଡେ ସର୍ଭିସ ପରେ ମୁଁ ରହିବା ପାଇଁ ଚାହୁଁଥିଲି, କିନ୍ତୁ ରାତି ବି ହେଇଥିଲା 10ଟା ପରେ, ମୋର ଭିତରେ ଇଚ୍ଛା ଆଇବାର ଇଚ୍ଛା ନାହିଁ ମୋର, କାହିଁକି ହାତୀ ରାସ୍ତା ଅଛି, 50 କିଲୋମିଟର ଆଇବାଟା ବହୁତ କଷ୍ଟ, ମୁଁ ରହିବା ପାଇଁ ଚାହୁଁଥିଲି। କିନ୍ତୁ ପାଷ୍ଟ ଫୋନ୍ କଲେ ମୁଁ ଗୋଟେ କାମ କରୁଛି, ରାତି 12ଟା ପର୍ଯ୍ୟନ୍ତ ଘଣ୍ଟେ ପର୍ଯ୍ୟନ୍ତ ପରେ ଆଉ ମୋତେ ସବମିଟ୍ କରିବ। ସେଟା କ'ଣ ଜାଣିଛନ୍ତି? 2021-22ରେ ନା 20ରେ ଆମେ ଅନଲାଇନ୍ ଦ୍ୱାରା ଥିଓଲୋଜି କଲେଜରେ ଜଏନ୍ କରିଥିଲୁ। ଆମେରିକା ଆମର ଯେଉଁ ଥିଓଲୋଜି କଲେଜ ଅଛି, ସ୍ପ୍ରିଙ୍ଗ କଲେଜ ଯେଉଁଟା ଅଛି, ସେଠି ଆମେ ଅନଲାଇନ୍ ମାଧ୍ୟମରେ ଥିଓଲୋଜି ଖାଲି ପାଠ ପଢ଼ୁଥିଲୁ। ସେଟା କୋର୍ସ ଯାକ ଆସିଥିଲା, ସେଟା ଆମେ ଶୁଣିକି ମେଡିଟେସନ୍ କରିକି ଏକ୍ଜାମ୍ ପଢ଼ୁଥିଲେ, ଆମେ ସେମିଷ୍ଟାର ଥିଲା ଆମେ ଦେଉଥିଲୁ। ତ ସେଟା 2ଟା ବେଚ୍ ହେଇଥିଲା, ଗୋଟେ ଫାର୍ଷ୍ଟ ସେମିଷ୍ଟାର ଆଉ ଫାର୍ଷ୍ଟ ବେଚ୍ ଆଉ ସେକେଣ୍ଡ ବେଚ୍। ଆମେ ସବୁ ସେକେଣ୍ଡ ବେଚ୍ ବାଲା, ବାକି ପାଷ୍ଟର କେତେ ଜଣ ଫାର୍ଷ୍ଟ ବେଚ୍ ବାଲା। ତ ପାଷ୍ଟର ଭିତରେ ଗ୍ରୁପ୍ରେ ଲେଖିଲେ ଫାର୍ଷ୍ଟ ବେଚ୍ ମାନଙ୍କୁ ଏଥର ରିଟ୍ରିଟ୍ରେ ଥିଓଲୋଜିର ସାର୍ଟିଫିକେଟ୍ ମିଳିବ, ତ ସେକେଣ୍ଡ ବେଚ୍ର ମିଳିବ ନାହିଁ। ଯେହେତୁ ଆମେ ସେକେଣ୍ଡ ବେଚ୍ କ'ଣ ଆମେ ନେଇକି କିଏ ହିନ୍ଦୀରେ ଲେଖୁଥିଲୁ, କିଏ ଓଡ଼ିଆରେ ଲେଖୁଥିଲୁ, ସେଟା ହାଇଦ୍ରାବାଦ ମେନ୍ ଅଫିସକୁ ଯାଉଥିଲା, ସେଟା ସେଠି ଟ୍ରାନ୍ସଲେଟ୍ ହେଇକି ସେଟା ସବମିଟ୍ ହେଉଥିଲା। ତ ସେଟା ଆମେ ଫାଇନାଲ୍ ଏକ୍ଜାମ୍ ଦେଇଛୁ, କିନ୍ତୁ ଆମର ସବମିଟ୍ ହେଇନାହିଁ, ମାନେ ଏମାନେ ଏକ୍ଜାମ୍ ଦେଇନାହାନ୍ତି କହିକି ବାହାରିଛି। ତ ମୋର ଭିତରେ ପାଷ୍ଟ ଯେତେବେଳେ କାମ ଦେଲେ ଏତେ ରାଗ ଲାଗିଲା, ତମେ ଆଗ ପାଇବ, ଆମ ଇଆଡ଼େ ଆମର କୋଶ୍ଚିନ୍ ପେପର ତମେ ସବମିଟ୍ କରିଦେଲ ନାହିଁ, ଏବେ ଆମେ ପାଇଥାନ୍ତୁ କି ନାହିଁ? ଏତେ ଲେଖା ପଇସା ବି ଯାଇଛି, ମୋ ସ୍ତ୍ରୀ 30,000 ଟଙ୍କା ଜମା କରିଛି, ମୁଁ 15,000 ନା 20,000 ଜମା କରିଛି। ବହୁତ ପଇସା କି ନାହିଁ, ଏତିକି ଟଙ୍କା ପାଇବାଟା ଏତେ ସହଜ ନାହିଁ। ମୋ ସ୍ତ୍ରୀ ତାର ଷ୍ଟାଇପେଣ୍ଡ ପଇସା ବଞ୍ଚେଇକି ରଖିଥିଲା, ବାହାଘରରେ ଖର୍ଚ୍ଚ କରିବି କି କ'ଣ କିଣିବି ବୋଲି ସେ ଖର୍ଚ୍ଚ ନ କରିକି ତାର ପଇସା ରଖିଥିଲା 30,000 ଟଙ୍କା, ତାର କଲେଜ ଯେଉଁ ଷ୍ଟାଇପେଣ୍ଡ ମିଳିଥିଲା ସେ ପଇସା, କିନ୍ତୁ ସେ ଏ ପ୍ରକାର ଜଏନ୍ କରିକି ସେ ଦିନେ ସବୁ ଜିରୋ କଲା। ଦେଖିଲା ବେଳକୁ ଆମେ ଏଥର କିଛି ସାର୍ଟିଫିକେଟ୍ ପାଉ, ସିନିୟର ମାନେ ଫାର୍ଷ୍ଟ ବେଚ୍ ସେମାନେ ପାଇବୁ। ପାଷ୍ଟ କହିଲେ ଯେତେ ଫାର୍ଷ୍ଟ ବେଚ୍ ଅଛନ୍ତି ସମସ୍ତଙ୍କର ନାଁ କଣ୍ଟାକ୍ଟ କରେ, ଆଉ ମୋତେ ଲିଷ୍ଟ ଜଣ କଲ୍ କଲା, ମୋତେ କ'ଣ କହିଲେ ସମସ୍ତେ, କାହିଁକିରେ ତୁ ଏଠି ଏଇଟା ଗୋଟେ ପୁରଉଛୁ, ଏଇଟା ଡିଟ୍ରିଟ୍ରେ ଆମେ ଅଲଗା ବ୍ୟସ୍ତରେ ବ୍ୟସ୍ତ ହେଲା ବେଳକୁ ତୁ ଗୋଟେ ଏଇଟା ଗୋଟେ ଅଲଗାଟା ଗୋଟେ ପୁରେଇ ଯାଇଛୁ, ତୁ ଟେନସନ୍ କରା ନା ରଖେ। ମୋତେ ଅନ୍ୟମାନଙ୍କୁ ଶୁଣିଲା ପରେ କେମିତି ଲାଗିଲା ଜାଣିଛି, ପାଷ୍ଟ ନେଉଛନ୍ତି ଗାଡ଼ି ଶୁଣେଇ ନେଇଛି, ତମେ ପାଅ କି ନ ପାଅ ମୁଁ ଆଉ କରିବି ନାହିଁ, ମୁଁ ନେଇକା ପରେ ଫୋନ୍ କରିବି, 4-5 ଜଣ ଗଲେ ଫୋନ୍ କଲି, ସମସ୍ତେ ସେମିତି କହିଲେ, ମୋତେ ଭଲ ଲାଗିଲା। ତ କାଲି ପାଷ୍ଟ ଫୋନ୍ କଲେ, କଲୁ କି? ମୁଁ ନାହିଁ ମିଛ କହିଲି, ମୁଁ କଲି ଯେ ମୁଁ ଗାଳି ଶୁଣୁଛି, ଆଉ କ'ଣ କରିବି? ସତରେ ମୁଁ ଗାଳି ବି ଶୁଣିଲି, ଏଇଟା ମିଛ ନାହିଁ, କିନ୍ତୁ ସମସ୍ତଙ୍କୁ ମୁଁ ଫୋନ୍ କଲି ନାହିଁ। କିନ୍ତୁ ଆଜି ପାଷ୍ଟ ସେଇଟା ନିଜ ଆଡ଼ୁ କଲେକ୍ସନ୍ କରିକି
फास्ट बैच जिते जन 10 जन ना 12 जन से पाइले तो बेले बेले आम ए प्रकार विषय जोटा आम भावी नुवे प्रकार विषय बाहर हठात मु रांगा चाहूली मुझे भलसे करने चाहूँगी कि अन्य रिएक्शन तो शुणुची मत भी राग भर बाहर सतरे मोर ओरिजिनल हृदय कोटा मुझे बाध्य करुचे ना हृदय भितर बोझग्रस्त करुचे कोटा बोझग्रस्त तो मु प्रभु सामने केमती छिड़ा हेबा दरकार मोर हृदय बोझग्रस्त हृदय अछि प्रभु मु ए विषय कहीं कहबा दरकार भाई आपण जानि मोर हृदय भी एक प्रकार अछि ते प्रैक्टिकली लाइफ में तने पहुंचुछु सेते हम निजर हृदय को देखि परछु जे मु किए एते ए दाऊद पछरे जाईथिबा लोक माने 600 लोक जेतरे ताकर पुत्र कन्या संतान स्त्री घरौथिबे एवन केंति लागुथिबे सतरे दाऊद के कोथिबे दाऊद आई लव यू कोथिबे दाऊद मु तो बहुत भल पाउची कोथिबे ना दाऊद सेतरे कोथिबे दाऊद तो भल लागु नै तोर कथा शुणिलु बोली आज आम एत कष्ट अच्छे एम हृदय कौन से प्रकार ना से तो पथर काढ़े से समस्त पथर उठे मारवा चाल बोली कि दाऊद कौन कले लिखाई दाऊद परमेश्वर गोटे आपको सबल कले दाऊद क्या भितर शक्ति पाइले परमेश्वर ये 7 पदरे देखिले ये अव्याथर अहिमेलेक पुत्र अव्याथर जी अच्छे डाकिले कहले मो पाखे टिके एपद आण बोली से समय अव्याथर पुत्र कौन कला दाऊद निकट को एपद आणला से 8 पदरे दाऊद प्रभु को पचारला आ कहले मु सैन्य दल पछे पछे गोड़े से समधि पारबी तो कौन देले परमेश्वर कौन कहले 8 पद देख तोरे से कहले पछे पछे जाओ कारण तुम्हें निश्चय से मान समधि धरब और फल नहीं समस्त को धरा कर आश्चर्य जो लोक को बंदी करके निया प्रभु कौन कहले तू जा गुड़े की धरे सब जन को भी उणा करबुने सब फेरिक आण कि से जगह गोटे साइड देखिले दाऊद जो परिस्थिति देखुवे लोक मान जीवन को लोक मान हाथ में पथर को देखुवे दाऊद पाखे बल थी कि दाऊद जो देखिले प्रभु कही जा निश्चय फेरिक आण दाऊद जो प्रभु तेरे गले धाइले छोड़े आणिले ना आनी ना 19 पद टी वाक्य देख पढ़ंतु किए पुणी सेमानंकर सान कि बड़ पुत्र कि कन्या लुटद्रव्य कि जहा किछि अमाल्यक माने नेइथिले तहिरु किछि उणा हेला नाही दाऊद सब फेरी पाइले वर्तमान दाऊद हरैले ना फेरी पाइले आश्चर्य एबे ए 600 लोक मानकर हाथ रे जेथिबा पत्थर दाऊद देह रे बाजी थिबो ना सब तळे पड़ी थिबो तबे एबे मूर्ख किए हेला 600 लोक प्रभु को डिपेंड करू ना से जगह 600 लोक मान को मते जणे का लोक असन जे कि प्रभु को ऊपर डिपेंड करू ते लोक माने मूर्ख ही थिबो ना ही लोक ए माने लज्जित ही थिबारे आप केते मूर्ख लोक एते बड़ महान दास जे प्रभु को दास दाऊद पछरे हम अछि कि हम पाखरे एक अविश्वास कहीं की आसे आमे कहीं की अविश्वास रे प्रभु तेरे पत्थर उठेइबु एबे माने निजर निजर हृदय को प्रभु तेरे देखि नथिबे एबे माने प्रभु तेरे दाऊद किछि गुटे कहि पारिबे दाऊद के प्रभु तेरे बड़ पार्टी करि पारबे एतले दाऊद सब को फेरै थिबे समस्त को फेरै थिबे बड़ा हमको पैसा देले हमको सरी गला भाला लागे आ अधिक देली से प्रकार विषय लागे ना नहीं भारण सतरे अपन प्रति मास रे टंका माई हो सुषमाचार खर्च करू 10,000 हैं जहां दरमा आसे तो निज पे खर्च करू को बाय चार 10 मास दो सुनी सेटा बोतो 10% 90% अपन निज पे खर्च करू गॉस्पेल का केते खर्च सतरे हम वर्ष सारा दे हमर खर्च के हिसाब करबा अधिक खर्च सुषमाचार पे न निज पे किंतु आम गोटे वर्ष रेट आसी आम से पैसा प्रकृति कलेक्शन करके प्रभु सामने देवाटा आमको केते कष्ट लगे आम पैसा अधिक को जगह खर्च हो
पर्सनल किंतु गॉस्पेल पे खर्च करूथले केते परसेंट खर्च करूथले 20% खर्च करूथले 10% गॉस्पेल पे 10% पहुंचे टाइप दउथले आ 10% गॉस्पेल पे खर्च करूथले 80% निजे पे खर्च करूथले करूनु बेला दशमांश भी न देकी मधा में रहउछु किस खराब लागछि प्रभु मते तुमको के खराब होइसंती किंतु हेले मते हम काहे दुष्ट होई जीवन तो ए लोक माने दाऊद को देखी दाऊद सब फेरे काढले जा लोक द्रव्य समान सब बंदी करके नहीं थे ए लोक मान कर हृदय को एबे केंती समस्त आंठे थे दाऊद समस्त दाऊद को प्रभुत्रे कोन कोई थे दाऊद बेसी भूल कर दाऊद आमे जण लोक के विश्वास बढ़ी पारो सतरे दाऊद राजा आमे केते भूल लोक दिन एक प्रकार भाव में समस्त दाऊद को पाखु छड़ाई नथि ए प्रकार भाव में दिन दाऊद को कहि नथि सतरे मु जदि मोर जीवन को जानि नहीं परमेश्वर मु बेसी भूल जीवन बंचुची तेम प्रभु सामने जाई कोन कहि प्रभु मु भूल जीवन बंचुची सेता प्रभु को वाक्य मार कास परमेश्वर मो लाइफ में काम करी परमेश्वर मते प्रभुतरे वाक्य द्वारा प्रभुतरे कोन करिवे सबल करिवे से समय आशा नथिले सुद्धा मु प्रभुतरे आशा करछि किंतु भाई का हम देखुछु कि लाइफ हमें गुटे वाक्य सुनला पर सैटिस्फैक्शन होछि अथेला हेई गला एबे किंतु एबे हम वाक्य सुनिथि किछ मुहूर्त पर हम जीवन सहित चिंता वाक्य सु कहि देले ही छै वाक्य कोन ग्रहण कर देले ही जीव हम हमर जीवन चर्च आसला पर भिन्न चर्च रे बाहरला पर भिन्न हो नहीं मुझे बाइबल आनी नथे बाइबल किसी अनुजोग कर कहीं अनुजोग कर हमें चर्च को आइबा बाइबल धरी के आइबा होची नेसेसरी वाक्य सामने छिड़ा बडा होची नेसेसरी किंतु विदाउट बाइबल रे मु वाक्य केमते पढितली देखिबे केमते सुनि बा अंत तो मन देखि न पड़ले पढि न जानले बाइबल जते उल्टा उल्टी बडा होची सुनि बा ना नहीं इते मु थर अनुजोग करी किते भाई मन यार अर्थ न मु घृणा करूची से अनुजोग करूची किंतु समान हृदय माने जो फंक्शन अछि से फंक्शन सेते की पवित्र ही करू भाई मन जानि छथि ए दुनिया रे अनेक मशीन गुडा तैयारी दुनिया रे केते केते प्रकार मशीन अछि जानि छथि मनुष्य शरीर को पवित्र परीक्षा करिया पे मुख्यतः 4 प्रकार हबरे अछि 4 प्रकार मशीन गुडा को पवित्र तैयारी अछि से 4 प्रकार भितरे बहुत गुडे मशीन अछि इमेजिन मशीन अछि इमेजिन मशीन माने कोन जानि छथि सेटा होछि एमआरआई सीटी स्कैन आ एक्सरे अल्ट्रासाउंड तापरे यूएसजी तापरे मैग्रोग्राफी एटा होछि हमरो कोन एटा जानि छथि एटा शरीर जो भीतर पार्ट्स गुडा अछि पार्ट्स नै रक्त 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 भीतर जो जीवाणु पपुत्र सेटा को पपुत्र परीक्षा करिया मशीन का द्वितीय रे कोन जानि छथि रक्त द्रव्य पुरी सॉरी एटा कोई एटा शरीर भीतर भाग जेटा थिबो से विषय को देखा जाय पारो किंतु द्वितीय रे कोन जाय छथि रक्त परीक्षा से माइक्रोस्कोप अछि ब्लड एनालाइजर अछि यूरिन एनालाइजर अछि एटा होछि मशीन जाको मनुष्य शरीर भीतर कोन अछि सेटा सब विषय को निरीक्षण करछि एमआरआई मशीन जेटा अछि मनुष्य ब्रेन रे कोन अछि सेटा को पवित्र एमआरआई को सब जणा होछि माइक्रोस्कोप जेटा अछि रक्त रे एक प्रकार जीवाणु पवित्र होछि ए माइक्रोस्कोप द्वारा जेतला हम टेस्ट करूछु से जीवाणु बहुत छोट मनुष्य आखि देखि पारबो नै यदि माइक्रोस्कोप द्वारा से जीवाणु पवित्र देखि पारबो ए प्रकार भाव अनेक मशीन गुडा तैयारी हिची जाके मनुष्य सब बॉडी को पवित्र स्कैन करी देखि पारबो किंतु जानि छथि आज पर्यंत वैज्ञानिक अनेक प्रकार मशीन तैयारी करि पारि ना
जो मिशन की मनुष्य हृदय की पवित्र परीक्षा ଜାଣିଛନ୍ତି ଆଜି ପର୍ଯ୍ୟନ୍ତ ଏ ପ୍ରକାର ମେସିନ୍ ତିଆରି ହେଇନାହିଁ ଯୋଉ ପର୍ଯ୍ୟନ୍ତ ମନୁଷ୍ୟ ହୃଦୟ ଭିତରେ କ'ଣ ଅଛି ସେଟାକୁ ପରୀକ୍ଷା କରିବ। ଆଶ୍ଚର୍ଯ୍ୟ ମନୁଷ୍ୟ ରୋବଟ ତିଆରି କରୁଛି, ମନୁଷ୍ୟ ପରି ଚାଲୁଛି, ମନୁଷ୍ୟ ପରି କଥା ହଉଛି, ମନୁଷ୍ୟ ପରି ଆକାଶରେ ଉଡ଼ି ପାରୁଛି, ମନୁଷ୍ୟ ଉଡ଼ି ପାରିବ ନାହିଁ, ପକ୍ଷୀ ପରି ଆକାଶରେ ଉଡ଼ି ପାରୁଛି। ମନୁଷ୍ୟ ଏତେ ସବୁ ତିଆରି କରୁଛି କିନ୍ତୁ ଜାଣିଛନ୍ତି ମନୁଷ୍ୟ ବ୍ଲଡ ତିଆରି କରିପାରୁନି। ମନୁଷ୍ୟ କୃତ୍ରିମ ବ୍ଲଡ ତିଆରି କରିପାରିବ ଯୋଉଟାକି ଫିଲ୍ମ ଇଣ୍ଡଷ୍ଟ୍ରିରେ ପ୍ରକୃତରେ ବ୍ୟବହାର ହେଇପାରିବ କିନ୍ତୁ ସେଟା ଅରିଜିନାଲ ବ୍ଲଡ ନଥିବ ନା ନାଇଁ। ସେଥିପାଇଁ ମନୁଷ୍ୟ ସବୁ କରିପାରିବ କିନ୍ତୁ ମନୁଷ୍ୟ ହୃଦୟକୁ ଚେକଅପ୍ କରିବା ପାଇଁ ମେସିନ୍ ତିଆରି କରିପାରୁନାହିଁ ଆଉ ରିଏଲି ବ୍ଲଡ ପ୍ରକୃତରେ ତିଆରି କରିପାରୁନାହିଁ। ତାମାନେ ମନୁଷ୍ୟ ଗୋଟେ ମେସିନ୍କୁ ଜୀବନ ଦେଇପାରେ କିନ୍ତୁ ହେଲେ ବି ମନୁଷ୍ୟ କ'ଣ ନିଜକୁ ଜ୍ଞାନୀ ବୋଲି ମନେ କରୁନାହିଁ। କିନ୍ତୁ ମନୁଷ୍ୟ ପ୍ରଭୁ ସାମ୍ନାରେ ଯେତେବେଳେ ଛିଡ଼ା ହେବ ନିଜେ କ'ଣ ପାଇବ, ନିଜକୁ କ'ଣ ପାଇବ ଜାଣିଛନ୍ତି? ମୋର ଜ୍ଞାନ ହେଉଛି ମୂର୍ଖ, ମୁଁ ଯାହା ଜ୍ଞାନ ଜାଣିଛି ସେଟା ହେଉଛି ମୂର୍ଖାମୀ ବୋଲି ପବିତ୍ର ପାଇବ। କିନ୍ତୁ ବାଇବଲରେ କିନ୍ତୁ ଆମେ ଯେତେବେଳେ ଦେଖୁଛୁ ପ୍ରଭୁଙ୍କର ବାଇବଲ ଗୋଟେ ପୁସ୍ତକ ଯେଉଁଟାକି ମିରର ପରି ଜଣେ ମନୁଷ୍ୟର ହୃଦୟକୁ ଦେଖାଉଛି। କେତେ ଆମେ ମିରର ସମ୍ମୁଖରେ ଯେତେବେଳେ ଛିଡ଼ା ହେବୁ ଆମ ନିଜର ମୁହଁ ଦେଖୁ କିନ୍ତୁ ବାଇବଲ ସମ୍ମୁଖରେ ଯେତେବେଳେ ଛିଡ଼ା ହେବୁ ଆମେ ନିଜର ହୃଦୟକୁ ଦେଖିବା। ସେଥିପାଇଁ ବାଇବଲ ଗୋଟେ ପୁସ୍ତକ ହୃଦୟର ପୁସ୍ତକ ଯେଉଁଟାକି ଦେଖାଉଛି। ଯେ ସେଟା ଲେଟର ପ୍ରଭୁତରେ ଲେଖା ହେଇଛି ତାହା ନାହିଁ କିନ୍ତୁ ଏଇଟା ହେଉଛି ପ୍ରଭୁଙ୍କର ହୃଦୟ ପ୍ରଭୁତରେ ଲେଖା ହେଇଛି। ବାଇବଲକୁ ଦେଖିବେ ସେଠି ପବିତ୍ର ପୁସ୍ତକ ଲେଖା ହେଇଛି, ପବିତ୍ର ବାଇବଲ ଲେଖା ହେଇଛି କିନ୍ତୁ ତଳେ ଭିତରେ ଉଲ୍ଟେଇକି ପଢ଼ିବେ ସେଠି ନାଇଁକି ବହୁତ ଦୁଷ୍ଟ ବିଷୟ ପ୍ରଭୁତରେ ଲେଖା ହେଇଛି। ସେଠି ବ୍ୟଭିଚାରୀ ସ୍ତ୍ରୀ ବିଷୟରେ ଲେଖା ହେଇଛି, ସେଠି କୁଷ୍ଠୀମାନଙ୍କ ବିଷୟରେ ଲେଖା ହେଇଛି, ନରଘାତକ ମାନଙ୍କ ବିଷୟରେ ଲେଖା ହେଇଛି, ହତ୍ୟାକାରୀ ମାନଙ୍କ ବିଷୟରେ ଲେଖା ହେଇଛି। ଲେଖା ହେଇଛି ନା ଲେଖା ହେଇଛି? କିନ୍ତୁ ବାଇବଲ ଉପରେ କ'ଣ ଲେଖା ହେଇଛି? ପବିତ୍ର ବାଇବଲ ଲେଖା ହେଇଛି। ତାମାନେ ପରମେଶ୍ୱର କାହିଁକି ବାଇବଲ ଭିତରେ ଦୁଷ୍ଟ ବିଷୟ ଲେଖି ଅଛନ୍ତି, ଅପବିତ୍ର ବିଷୟ ଲେଖି ଅଛନ୍ତି? ପ୍ରଭୁ କହିବା ପାଇଁ ଚାହୁଁଛନ୍ତି କେତେ ବାଇବଲରେ ଦୁଇ ପ୍ରକାର ବିଭକ୍ତ କରାଯାଇଛି। ଗୋଟେ ପ୍ରକାର ହେଉଛି ନୂତନ, ଗୋଟେ ହେଉଛି ପୁରାତନ, ଗୋଟେ ହେଉଛି ନୂତନ। ସେଥିପାଇଁ ପ୍ରଭୁ କ'ଣ କହିଲେ ଦୁଇ ପୁସ୍ତକରେ ଜାଣିଛନ୍ତି? ଆମେ ପ୍ରଥମଟାକୁ ଲକ୍ଷ୍ୟ କଲୁ, ଦ୍ୱିତୀୟଟାକୁ ସ୍ଥାପନ କଲୁ। ଦେଖ ନୂତନ ହୋଇଅଛି। ପରମେଶ୍ୱର କୋଉଟା ଲକ୍ଷ୍ୟ କଲୁ? ପ୍ରଥମଟା ନା ଦ୍ୱିତୀୟଟା? ପ୍ରଥମଟା। ତେବେ ଭାଇମାନେ ପ୍ରଥମଟା କ'ଣ ଜାଣିଛନ୍ତି? ସେଟା ହେଉଛି ବ୍ୟବସ୍ଥା। ଦ୍ୱିତୀୟଟା କ'ଣ ଜାଣିଛନ୍ତି? যেটা হচ্ছে অনুগ্রহ যিশু କରୁଛନ୍ତି। ତାମାନେ ବର୍ତ୍ତମାନ ଯଦି ଆମେ ନୂତନ ଭାବରେ ପ୍ରବେଶ କରିଅଛୁ, ଦ୍ୱିତୀୟ ଭାବରେ ଯଦି ପ୍ରବେଶ କରିଅଛୁ, ତେବେ ଆମେ କାହା ଭିତରେ ପ୍ରବେଶ କରିଅଛୁ ଜାଣିଅଛନ୍ତି? ଯୀଶୁ। ତେବେ ଯୀଶୁ ଆମକୁ ଦେଖିକି ଧାର୍ମିକ କହିଲେ ନା ଯୀଶୁ ନିଜକୁ ଦେଖିକି ଆମକୁ ଧାର୍ମିକ କହିଲେ? ଯଦି ଆମେ ହଉଛି ଜଣେ ଜଣେ କିଏ ଜାଣିଛେ? ଯୀଶୁ ଖ୍ରୀଷ୍ଟ। ଆମେ କେତେ ଯୀଶୁ କ'ଣ ଏମିତି ବଞ୍ଚିପାରିବେ କି ଯେମିତି ଆମେ ବର୍ତ୍ତମାନ ବଞ୍ଚୁଅଛୁ? ଯୀଶୁ ବାକ୍ୟ ନ ଶୁଣିକି ବଞ୍ଚିପାରିବେ, ଯୀଶୁ ଚର୍ଚ୍ଚ ନ ଯାଇକି ପ୍ରଭୁତ୍ୱରେ ବଞ୍ଚିପାରିବେ, ଯୀଶୁ ରିଟ୍ରିଟ୍କୁ ନ ଯାଇକି ବଞ୍ଚିପାରିବେ, ଯୀଶୁ ଗୋସ୍ପେଲ ପ୍ରଚାର ନ କରିକି ରହିପାରିବେ ନାଇଁ। ଯୀଶୁ କୃଷ୍ଣତାର ପ୍ରଚାର କରିବା ପାଇଁ ପସନ୍ଦ କରନ୍ତି, ବାକ୍ୟ ଶୁଣିବାକୁ ପସନ୍ଦ କରନ୍ତି, ବାକ୍ୟ ପ୍ରଚାର କରିବା ପାଇଁ ପସନ୍ଦ କରନ୍ତି। ଯୀଶୁ ଆତ୍ମାକୁ ଖୋଜୁଛନ୍ତି। ଯୀଶୁ କେବେ ମଧ୍ୟ ପ୍ରଭୁତ୍ୱରେ ହାଲିଆ ହଉନା, କିନ୍ତୁ ବାହିକ ଭାବରେ ଆମେ ପ୍ରଭୁତ୍ୱରେ ହାଲିଆ ହଉଛୁ। କେତେ ବର୍ଷ ଏମିତି ଲାଇଫ୍ କେତେ ବର୍ଷ ଏ ପ୍ରକାର ଜୀବନ ପ୍ରକୃତିରେ ଜୀବନଯାପନ କରୁ। ଆମେ ଏ ପ୍ରକାର ଚିନ୍ତା କରୁଛୁ, ଏ ପ୍ରକାର ଆମେ ପ୍ରକୃତିରେ ଜୀବନଯାପନ କରୁଛୁ ଏ ସଦାବେଳେ। କିନ୍ତୁ ଆମେ ଯେତେବେଳେ ଦେଖୁଛୁ ସତରେ ପରମେଶ୍ୱର ଆମକୁ କୋଉ ଜାଗାକୁ ନେବା ପାଇଁ ଚାହାନ୍ତି। ଆଜି ଆମେ ଲୋକ ପୁସ୍ତକ 5 ପର ବାକ୍ୟକୁ ପଢ଼ିଲୁ। ଯୀଶୁ ଆସିବାର କଥା ଶୁଣିଲା, ଏ ସର୍ବନ ପୁଷ୍ଟି ଦିନେ ଯୀଶୁ ସାମ୍ନାରେ ଛିଡ଼ା ହେଲା, ବିନତି କରି କହିଲା, ପ୍ରଭୁ ଆପଣ ଯଦି ଇଚ୍ଛା କରନ୍ତି ମୋତେ ସୂଚି କରିପାରନ୍ତି। ଇଏ କାହିଁକି କହିଲା ନାହିଁ ପରମେଶ୍ୱର ଯୀଶୁ ଖ୍ରୀଷ୍ଟ ତମେ ମୋତେ ସୂଚି କର, ଏମିତି କାହିଁକି କହିଲା ନାହିଁ? କିନ୍ତୁ ଇଏ କାହିଁକି କହିଲା ଆପଣ ଯଦି ଇଚ୍ଛା କରୁଛନ୍ତି ମୋତେ ସୂଚି କରିପାରନ୍ତି। ଇଏ ନିଜର ଇଚ୍ଛାକୁ ବଡ଼ କରିବା ପରିବର୍ତ୍ତେ, ନିଜର ଇଚ୍ଛାକୁ ସ୍ଥାପନ କରିବା ପରିବର୍ତ୍ତେ
ଯୀଶୁ ଖ୍ରୀଷ୍ଟ ମୋ ଆଡ଼କୁ କ'ଣ ଚିନ୍ତା କରିଅଛି କି ସେ ବିଷୟକୁ ଚିନ୍ତା କରିବାଟା ଆରମ୍ଭ କରେ। ସେଥିପାଇଁ ସେ ଯେତେବେଳେ ଚିନ୍ତା କଲା ଯୀଶୁଙ୍କର ଇଚ୍ଛା କ'ଣ ତୁ ଶୁଚି ହେ। ସେଥିପାଇଁ ଯୀଶୁ ସିଧାସଳଖ ହାତ ବଢ଼େଇଲେ ମୁଁ ଚାହୁଁଛି ତୁ ଶୁଚି ହେ। ଶୁଚି ହେଲା ପରେ ଯୀଶୁ କହିଲେ ନାହିଁ ତୁ ଯାଇକି ସବୁ ଘୋଷଣା କରେ। ଘୋଷଣା କରେ ମାନେ କ'ଣ? ତୁ ଗର୍ବିତ ହେବା ଦରକାର ନାହିଁ, ତୁ ଦାମ୍ଭିକ ହେବା ଦରକାର ନାହିଁ। ବାଇକ ଆମେ ଯେତେବେଳେ ଦେଖିବା ଆମେ ଯେତେବେଳେ ପରିଚାଳନା କରୁ ଆମେ କ'ଣ ହୋଇଥିବ ଜାଣିଛୁ? ଏବେ ହେଲା ସରିଲା ଆମେ ଏମିତି କହିଥାଉ। ମୁଁ ଯୋଉ ପ୍ରତିଫଳ ଖୋଜୁଥିଲି ସେ ପ୍ରତିଫଳ କରୁଛ ଆଜି ମୋତେ ଦେଲେ ମୁଁ ଧାର୍ମିକ ହେଲେ ପବିତ୍ର ହେଲି। ସେ ମୋତେ ଆମମାନଙ୍କ ଜୀବନରେ ଆରାମଦାୟକ ଜୀବନ ପବିତ୍ର ଆରମ୍ଭ ହୋଇଥାଏ। ଆମେ ଚର୍ଚ୍ଚ ବିନା ବାକ୍ୟ ବିନା ୱିଦାଉଟ୍ ପରମେଶ୍ୱରଙ୍କ ଦାସ ବିନା ପବିତ୍ର ବଞ୍ଚିଥାଉ। ଏଇଟା ହେଉଛି ଗୋଟେ ଦୁନିଆ କରପ୍ଟେଡ୍ ହେବାର ଦୁନିଆ। ମଣିଷ ଏ ପ୍ରକାର ଭାବେ ପରିଚାଳନା ପାଇଲା ପରେ ଧୀରେ ଧୀରେ ଧ୍ୱଂସର ଆଡ଼କୁ ପବିତ୍ର ଗତି କରାଏ। କିନ୍ତୁ ଏ ସରବାଙ୍ଗ ଗୋଷ୍ଠୀ ଯୀଶୁଙ୍କ ଠାରୁ ସୁସ୍ଥ ପାଇଲା ପରେ ଯୀଶୁ କେବେ ଛାଡ଼ିଦେଲେ ନାହିଁ। କିନ୍ତୁ ଯୀଶୁ କ'ଣ କହିଲେ ଜାଣିଛନ୍ତି? ବର୍ତ୍ତମାନ ଯାଜକକୁ ନିଯୁକ୍ତି ଦେଲେ। ତ ଯୀଶୁ କାହିଁକି ୟାକୁ ଯାଜକ ପାଖକୁ ପଠେଇଲେ? ଯାଜକ ଲୋକ ଯିଏକି ଏ ପ୍ରକାର ପୁଷ୍ଟିମାନଙ୍କ ପାଇଁ ପ୍ରଭୁତ୍ୱରେ କାମ କରେ। ବାଇବଲରେ ଲେଖା ହେଇଛି ଯେତେବେଳେ ଲୋକମାନେ କୁଷ୍ଠ ରୋଗରେ ଆକ୍ରାନ୍ତ ହେଉଥିଲେ ସେମାନଙ୍କୁ ନେଇକି ପ୍ରଭୁତ୍ୱରେ ଗୋଟେ ଘରେ 7 ଦିନ ରୁଦ୍ଧ କରିକି ରଖା ହେଉଥିଲା। କେତେ ଦିନ? 7 ଦିନ ରୁଦ୍ଧ କରି। କାହିଁକି 7 ଦିନ ରଖା ହେଉଥିଲା ଜାଣିଛନ୍ତି? କାହିଁକି ଯଦି ସେ କୁଷ୍ଠ ରୋଗ ସୁସ୍ଥ ହେଇଛି ତା ପାଖରେ ଯେଉଁ ଶରୀରରେ ଶ୍ଵେତବର୍ଣ୍ଣ ଯେଉଁଟା ଅଛି ସେଟା ବଢ଼ିବ ନାହିଁ, ସ୍ପ୍ରେଡ୍ ହେବ ନାହିଁ। କିନ୍ତୁ ଯେତେବେଳେ ସେ କୁଷ୍ଠ ରୋଗର ଜୀବାଣୁ ପ୍ରଭୁତ୍ୱରେ ମରିନାହିଁ ଧୀରେ ଧୀରେ ତାର ଶରୀର ସାରା ପ୍ରଭୁତ୍ୱରେ ବ୍ୟାପିଯିବ। ସପ୍ତାହ ପରେ ସେ ଘରୁ ବାହାର କରିବା ଦେଖିବେ ଯଦି ସେଟା ଶ୍ଵେତବର୍ଣ୍ଣ ପ୍ରଭୁତ୍ୱରେ ବଢ଼ିଛି, ସ୍ପ୍ରେଡ୍ ହେଇଛି, ଯାଜକ କ'ଣ ଡିକ୍ଲେୟାର କରିବେ ଜାଣିଛନ୍ତି? ତୋର ରୋଗ ଭଲ ହେଇନାହିଁ, ତୁ ପୁଷ୍ଟି, ତୁ ଶୁଚି ହେଇନି, ଆଉ ଥରେ 7 ଦିନର ରୁଦ୍ଧ କରିବେ। କିନ୍ତୁ ଯଦି ସେ 7 ଦିନ ପରେ ଯେତେବେଳେ ତାକୁ ବାହାର କରାହବ ତାର ଶ୍ଵେତବର୍ଣ୍ଣ ଯଦି ସ୍ପ୍ରେଡ୍ ହେଇନାହିଁ, ଯେତେବେଳେ ଯାଜକ ଦେଖିବ ସେଟା ଗୋଟେ ଜାଗାରେ ହିଁ ଅଛି, ଯାଜକ କ'ଣ ଡିକ୍ଲେୟାର କରିବ ଜାଣିଛନ୍ତି? ତୁ ଶୁଚି ହେଲୁ। ସେଥିପାଇଁ ପୂର୍ବରେ କୁଷ୍ଠ ରୋଗମାନଙ୍କ ଜୀବନ ପାଇଁ କଷ୍ଟଦାୟକ କ'ଣ ଥିଲା ଜାଣିଛନ୍ତି? ସେମାନଙ୍କର ପରିବାର ସହିତ ସମ୍ପର୍କ ରହିବ ନାହିଁ, ଗାଁ ଲୋକ ସହିତ ସମ୍ପର୍କ ରହିବ ନାହିଁ, ନିଜ ଲୋକ ସହିତ ସମ୍ପର୍କ ରହିବ ନାହିଁ, ନିଜର ପିଲା ଛୁଆ ସହିତ ସମ୍ପର୍କ ରହିବ। ଯଦି କୁଷ୍ଠ ରୋଗରେ ଆକ୍ରାନ୍ତ ଯଦି ହେଇଛି ସେ କୁଷ୍ଠ ରୋଗୀ ପ୍ରକୃତରେ ସ୍ପେଶାଲ ମେଡିକାଲକୁ ନିଆହେବ, ସେଠି ଟ୍ରିଟମେଣ୍ଟ କରାହେବ। ଏଥିରେ ସେମାନଙ୍କର ସମାଧି, ସେମାନଙ୍କର ଖାଇବା ପିଇବା ସବୁ ସ୍ପେଶାଲ ହେବ। ସେମାନେ ଜୀବନ ସାରା ପରିବାର ସହିତ ସମ୍ପର୍କ ରହିବେ ନାହିଁ, ଲୋକଙ୍କ ସହିତ ସମ୍ପର୍କ ରହିବେ ନାହିଁ। କାହିଁକି ଜୀବାଣୁ ଯେଉଁଟା ଅଛି କୁଷ୍ଠ ରୋଗର ଜୀବାଣୁ, ଏ ଜୀବାଣୁ ନାହିଁ କି କୁଷ୍ଠ ରୋଗୀ ଜଣେ ମରିଗଲା ପରେ ମଧ୍ୟ ଜୀବାଣୁ ସହଜରେ ମରିବ। ଜାଣିଛନ୍ତି ସେ ଲୋକ ମରିଗଲା ପରେ ଜୀବାଣୁ ଅନ୍ୟ ଲୋକଙ୍କ ଭିତରେ ଗତି କରେ, ଅନ୍ୟ ଲୋକଙ୍କ ଭିତରେ ଜୀବାଣୁ ଭିତରେ ପଶିବ, ଅନ୍ୟ ଲୋକଙ୍କ ଶରୀର। ସେଥିପାଇଁ କୁଷ୍ଠ ରୋଗ ହେଉଛି ରୋଗ ଯେଉଁଟାକି ବହୁତ କଷ୍ଟଦାୟକ ରୋଗ। ସେଥିପାଇଁ କୁଷ୍ଠ ରୋଗ ହେଲେ ଜଣେ ଲୋକ ଜୀବନ ସାରା ଭିତରେ ସେଟା ସମ୍ମୁଖୀନ ହେବାକୁ। ସେଥିପାଇଁ ଏ କୁଷ୍ଠ ରୋଗୀମାନଙ୍କୁ କ'ଣ କରାହେବ? ସବୁଠାରୁ ଅଲଗା କରା। ସେଥିପାଇଁ ସେଟା ଜଏଣ୍ଟ ଗୁଡ଼ାକ ଯେତେ ଅଛି ସେଟା ଝଡ଼ିଯିବ। ସେଥିପାଇଁ କୁଷ୍ଠ ରୋଗ କାହା ସହିତ ତୁଳନା କରାଯାଇଛି ଜାଣିଛନ୍ତି କି? ପାପ ସହିତ। କାହା ସହିତ? ପାପ ସହିତ। ତା ମାନେ ଜଣେ କୁଷ୍ଠ ରୋଗୀ ହେଇଛି ସେ ପାପୀ ଲୋକ। ସେ ଏତେ ଯାଜକ ପାପୀ ଲୋକମାନେ ପୂର୍ବରେ କାହା ସାମ୍ନାରେ ଛିଡ଼ା ହେଉଥିଲେ? ଗୋଟେ ମେଷ ଶାବକ ଶାଗ ନେଇକି ଯାଜକ ମାନଙ୍କୁ କହୁଥିଲେ, ସମର୍ପଣ କରୁଥିଲେ। ଯାଜକ ଯେତେବେଳେ ସେ ନିରୀକ୍ଷଣ କରିକି ଦେଖୁଥିଲେ ଆଉ ସେ ମେଷ ଶାବକ ଉପରେ ନିଜର ହସ୍ତ ନିର୍ଭର କରିବା ପାଇଁ କହୁଥିଲେ, ତାପରେ ଯାଜକ ପ୍ରାୟଶ୍ଚିତ କରୁଥିଲେ। ତେବେ ଯେଉଁ ନର୍ମାଲ ଯେଉଁ ଲୋକ କହୁଥିଲେ ମେଷ ଶାବକ କି ଶାଗ କହୁଥିଲେ ନେଇ ଆସନ୍ତି, ସେମାନଙ୍କର ପାପ ବିଷୟରେ ପ୍ରାୟଶ୍ଚିତ କରାଯାଉଥିଲା। ତ ସେତେବେଳେ ଯାଜକ ସେ ମେଣ୍ଢା ସେ ଛାଗିକୁ ଉତ୍ସର୍ଗ କଲା ପରେ ସେ ଲୋକର ପାପ 1 ବର୍ଷ ପାଇଁ କ୍ଷମା ପ୍ରାପ୍ତ ହେଉଥିଲା। ତ ଏ ପ୍ରକାର ଭାବରେ ସେ ଜଣଙ୍କୁ କ୍ଷମା ପାଉଥିଲେ। ଏତେ ପାପ ସେଥିପାଇଁ କୁଷ୍ଠ ରୋଗ କାହା ସହିତ ତୁଳନା କରାଯାଇଛି? ପାପୀ ସହିତ। ତାମାନେ ପାପକୁ ପରମେଶ୍ୱର ଘୃଣା କରୁଛି, ପାପୀକୁ ଘୃଣା କରୁଛି। ଏତେ ପାପୀ ପାଇଁ ଯୀଶୁ ପରମେଶ୍ୱର କାହାକୁ ପଠେଇଲେ? ଯୀଶୁ ଖ୍ରୀଷ୍ଟଙ୍କୁ ପଠେଇଲେ। ସେଥିପାଇଁ ବର୍ତ୍ତମାନ ଏ କୁଷ୍ଠ ରୋଗରୁ ସୁସ୍ଥ ହେଲା ପରେ ବର୍ତ୍ତମାନ ଯୀଶୁ କ'ଣ କହୁଛନ୍ତି?
ତୁ ଯା ତୁ ନିଜକୁ ଯାଜକକୁ ଦେଖା ବୋଲି। ତା ମାନେ ଯୀଶୁ ଖାଲି ୟାର ପାପ ୟାର ରୋଗ ଖାଲି ସୂଚି କଲେ ତାହା ନାହିଁ, ୟାର ଭବିଷ୍ୟତ ବିଷୟରେ ମୁଁ ଚିନ୍ତା କରୁଛି। ସେଥିପାଇଁ ଇଏ ଯେତେବେଳେ ଯାଜକ ପାଖରେ ଛିଡ଼ା ହେଇଥିବ, ଯାଜକ ୟାକୁ ପଢ଼େଇକି ନେଇଥିବେ। ଯାଜକ ୟାକୁ ଦେଖିଲା ପରେ କ'ଣ ବୋଲି ଘୋଷଣା କରିଥିବେ? ହଁ ତୁ ସୂଚି ଲୋକ ବୋଲି କହିଥିବେ। ଆମେ ସତରେ ଏ ଯାଜକ ଯେତେବେଳେ ଦେଖିଲା ପରେ ୟାକୁ ସୂଚି ଲୋକ ବୋଲି କହିଥିବେ। ଏ ପ୍ରକାର ଭାବରେ ଇଏ ଯାଜକ ଦ୍ୱାରା ପବିତ୍ର ପଢ଼େଇଥିଲେ। ସେଥିପାଇଁ ଗୋଟେ ମେଣ୍ଢା କାହା ସାମ୍ନାରେ ସୁରକ୍ଷିତ ହେଇକି ବଞ୍ଚିପାରିବ ଜାଣିଛନ୍ତି? ମେଷପାଳକ ପାଖରେ। ଗୋଟେ ମେଣ୍ଢାର ଦୃଷ୍ଟିକୋଣ ହେଉଛି 3 ମିଟର, ମାନେ 10 ଫୁଟ ପର୍ଯ୍ୟନ୍ତ ହିଁ ଗୋଟେ ମେଣ୍ଢା ଦେଖିବେ। ଆପଣମାନେ ଗାଈକୁ ଦେଖିବେ, ଛେଳିକୁ ଦେଖିବେ, ଅଲଗା କୌଣସି ପଶୁ ପକ୍ଷୀମାନଙ୍କୁ ଦେଖିବେ, ସେମାନେ କେବେ ମୁଣ୍ଡ ନୁହେଁକି ଚାଲନ୍ତି। କିନ୍ତୁ ଜାଣିଛନ୍ତି ମେଣ୍ଢା କେମିତି ଚାଲେ ଜାଣିଛନ୍ତି? ମୁଣ୍ଡ ତଳକୁ କରିକି ଚାଲେ। ଆପଣମାନେ ଥରେ ଏମିତି କରନ୍ତୁ, ନିଜର ମୁଣ୍ଡ ଏମିତି କରନ୍ତୁ, ଆଗକୁ ଦେଖନ୍ତୁ କେତେ ଦୂର ଦେଖୁଛନ୍ତି। ମୁଁ ଏଠୁ ବିନ୍ଦୁଡ଼ା ଆଜ୍ଞା ପାଖ ପର୍ଯ୍ୟନ୍ତ ଦେଖୁଛି, ତାପରେ ସେଠୁ ସିଆଡ଼େ ଦେଖୁନାହିଁ, ହଁ କି ନାହିଁ? ସେତିକି ଦେଖି ହଉନାହିଁ। ଏମିତି କରନ୍ତୁ, ଥରେ ଏମିତି ନିଜର ଆଣ୍ଠୁକୁ ଦେଖନ୍ତୁ, ତାପରେ ଆଣ୍ଠୁକୁ ଦେଖିକି ଏମିତି ଦେଖନ୍ତୁ, ଆଖି ଉଠେଇକି ଦେଖନ୍ତୁ, କେତେ ଦୂର ଦେଖାଯାଉଛି? ଏକ୍ଜାକ୍ଟଲି 10 ଫୁଟ ଦେଖାଯାଉଛି ନା ଦେଖାଯାଉଛି? ସେତିକି ହିଁ ଦେଖାଯାଉଛି। ଏତେ ମେଣ୍ଢାର ଦୃଷ୍ଟିକୋଣ ହେଉଛି ସେତିକି। ଏତେ ପରମେଶ୍ୱର ମେଣ୍ଢାକୁ ଚରେଇବା ପାଇଁ ଗୋଟେ ମେଷପାଳକ ତିଆରି କରିଛି। ଏ ମେଷପାଳକ ମେଣ୍ଢାକୁ ଭିତରେ ଚରେଇଲେ ତେବେ ଏ ସୁରକ୍ଷିତ ହେବ ଯେକୌଣସି ହିଂସ୍ରକ ଜନ୍ତୁ ଦ୍ୱାରା। ଏତେ ପରିତାଣ ପାଇଲା ପରେ ଭାଇମାନେ ପରମେଶ୍ୱର ଆମକୁ କାହା ସହିତ ଜଡ଼ିତ କରୁଛନ୍ତି ଜାଣିଛନ୍ତି? ମଣ୍ଡଳୀ ସହିତ, ପ୍ରଭୁ ଦାସଙ୍କ ସହିତ, ବାକ୍ୟ ସହିତ। ଏ 3ଟା ବିଷୟ ପରମେଶ୍ୱର ଆମ ଜୀବନରେ କରୁଛନ୍ତି। ଏତେ ପରମେଶ୍ୱର କ'ଣ ଚାହାନ୍ତି? ସତରେ ତମେ ଯଦି କୁଷ୍ଠି ପୁରୀ ଛିଡ଼ା ହେବ, ତମେ ଯଦି କୁଷ୍ଠି ଜାଗାରେ ନିଜକୁ ପାଇବ, ତମେ କେବେ ଗର୍ବ ହେଇପାରିବ, ଦାମ୍ଭିକ ହେଇକି ଜୀବନକୁ ବଞ୍ଚି ପାରିବନି। କିନ୍ତୁ ତମେ କ'ଣ କହିବ? ପ୍ରଭୁ ଯଦି ଆପଣ ଇଚ୍ଛା କରନ୍ତି ମୋତେ ସୃଷ୍ଟି କରିପାରନ୍ତି। ଯୀଶୁ ସେତେବେଳେ ହାତ ବଢ଼ାଇଲେ। ଦିନେ ପିତର ଥିଲା ଯିଏକି ଯୀଶୁଙ୍କର ମହାନ ଶିଷ୍ୟ ଥିଲା। ପିତର ବିଷୟରେ ଯୀଶୁ କହିଲେ, ପିତର 2 ଥର କୁକୁଡ଼ା ଡାକନ୍ତି, 3 ଥର ସ୍ୱୀକାର କରିବ। ପିତର କ'ଣ କହିଲେ? ଠିକ୍ ଅଛି ପ୍ରଭୁ, ସେମିତି ଲୋକ ହାଲେଲୁୟା କହିଦେଲା, କହିଲା କି? ପିତର କହିଲେ, ପ୍ରଭୁ ଏତେ ବିଷୟ ମୁଁ ଛାଡ଼ିଛି, ଗଙ୍ଗା ଜାଲ, ପରିବାର, ବିଜନେସ୍ ସବୁ ବିଷୟକୁ ପରିତ୍ୟାଗ କରୁଛି। ଏଇଥିପାଇଁ ମୁଁ ଛାଡ଼ିଛି କି ଆପଣଙ୍କୁ ଦିନେ ଅସ୍ୱୀକାର କରିବି। ପିତର ତା ମନରେ ପ୍ରଦାନ କରୁଛି। କିନ୍ତୁ ପିତର ବିଷୟରେ ଯୀଶୁ କ'ଣ କହିଲେ? ପିତର 2 ଥର କୁକୁଡ଼ା ଡାକିକି ପିତର ସ୍ୱୀକାର କରିବ। ପିତର କେବେ ବି ତାହା ଗ୍ରହଣ କରିପାରିଲେ। ତାମାନେ ପିତର ଜଣେ ଲୋକ କେବଳ ଯୀଶୁଙ୍କର ହୃଦୟ ବିଷୟରେ କେବେ ଜାଣିନଥିଲେ। ପିତର ଜଣେ ଲୋକ ନିଜ ବିଷୟରେ ବହୁତ ବେଶୀ ଭଲସେ ଜାଣିଥିଲେ। କିନ୍ତୁ ପିତର କେବେ ଆଡମିଟ୍ କରୁନଥିଲେ ଯୀଶୁ ଯାହା କହୁଥିଲେ। କିନ୍ତୁ ଦିନେ ସମୟ ଅତିବାହିତ ହେଲା ପରେ ପିତର ବାଧ୍ୟ ହେଉଛନ୍ତି ଯୀଶୁକୁ ଅସ୍ୱୀକାର କରିବା। ପିତର ଯେତେବେଳେ ଅସ୍ୱୀକାର କଲେ, ଦିନେ ସେ ସବୁ ବିଷୟ ଛାଡ଼ିକି ପଳେଇଲେ। ନିଜର ସେବା କାର୍ଯ୍ୟ ଛାଡ଼ିଲେ, ପ୍ରଚାର କାର୍ଯ୍ୟ ଛାଡ଼ିଲେ, ଯୀଶୁଙ୍କର ଅନୁଗମନ କରିବାଟା ଛାଡ଼ିଲେ। ଏବେ ତ ସବୁ ସରିଗଲା, ଯୀଶୁ ମରିଗଲେ, କ'ଣ ହବ ଏବେ? ଯିବା ଛଡ଼ା କିଛି ନାହିଁ। ସେ ସମୟରେ ଅସ୍ୱୀକାର କଲେ, ଛାଡ଼ିକି ପଳେଇଲେ। ସେତେବେଳେ କ'ଣ ହେଲା ଜାଣିଛନ୍ତି? କୁକୁଡ଼ା ଡାକିଲା କେକରେ କିଏ। ମୁଁ ଏଠି କୁକୁଡ଼ା ଡାକିବାଟା ଶୁଣୁନାହିଁ, ଯେହେତୁ ଏଇଟା ସେ ଟାଉନଟା। ଆମର ସେପଟେ ନାହିଁ କି 4ଟା ହେଲା ବେଳକୁ କୁକୁଡ଼ା ଡାକିବା ତୁମର ସାଇଡ୍ ଶୁଭା ଯାଉଛି କି କୁକୁଡ଼ା ଡାକେ? ନାହିଁ। ଲୋକ ଆକ୍ଚୁଆଲି କିଣିକି ଖାଉଛନ୍ତି କିନ୍ତୁ ପୋଷିବାକୁ ଚାହୁଁନାହାନ୍ତି। ଲୋକ ଆଜିକାଲି କୁକୁଡ଼ା ଡାକ ଆମେ ଶୁଣୁନୁ। ପୂର୍ବରେ ବୟସ୍କ ଲୋକମାନେ କେମିତି କୁକୁଡ଼ା ଡାକ ସେମାନେ ଯେତେବେଳେ ଶୁଣିବେ ଉଠିବେ, ସେମାନେ ନିଦ ଭାଙ୍ଗିବେ, ଆଉ ସେ ସମୟରେ କାମ ପାଇଁ ବ୍ୟସ୍ତ ହେବେ। ସେ ମୁଁ ମୋ ଅଜାଙ୍କୁ ଦେଖିଛି ସାନବେଳେ, ମୁଁ ବହୁତ ଛୋଟ ଥିଲି। ରାତି 4ଟାରେ 3ଟା ଅଧରେ ଆମ କୁକୁଡ଼ା ଡାକିବେ। 2ଟା ଅଧରେ ଡାକିଲେ ମୋର ଅଜା ଉଠିବେ, ବାସି ଭାତ ଖାଇବେ, ଲୁଣି ମାଛ ପୁଡ଼େଇକି ଆଉ କାମକୁ ବାହାରିବେ। ଠିକ୍ 4ଟା ହେଇଥିବ। ସତରେ ମୋର ଅଜା ଏମିତି ବହୁତରେ ବଞ୍ଚୁଥିଲେ। 4ଟା ପୂର୍ବରୁ ଉଠିବେ, 3ଟା ଅଧେ ହେଲା କୁକୁଡ଼ା କେକେରେ କଣ, ଆଉ କେକେରେ କେ ହେଲା ମୋର ଅଜା ଶୋଇପାରିବେ। ସିଧା ଉଠିବେ। ଆମର ବୁଢ଼ ଯାକ ଥିଲା, ଗାଈ ଯାକ, ବଳଦ ଯାକ ଥିଲା, ବହୁତ ବଳଦ ଥିଲା, ବେଶୀ ବଳଦ ଥିଲା, 10 ବଳ 12 ବଳ ଏମିତି କହୁଥିଲେ ଥିଲା। ଗୋଟେ ଗୁହାଳ ଏଇଠୁ ସେତିକି ଲମ୍ବା ହବ, ସେତିକି ଫୁଲ୍ ହଉଥିଲେ। 10 ବଳ 12 ବଳ ବଳଦ ଥିଲା। ସବୁ ବଳ କରିକି ଗୋଟେ ସାଇଡ୍ରେ
ଆମର ଅଜା ବହୁତରେ ଆଗରେ ହେବେ, ମୋ ବାପା ପଛରେ ହେବେ। ରାତି 2ଟା 3ଟାରେ ସେମାନେ ବିଲକୁ ଯିବେ ଚାଷ କରିବା ପାଇଁ। ବିଲକୁ ପହଞ୍ଚିଲା ବେଳକୁ ସମାନ 4ଟା ଅଧେ 5ଟା ହେଇଥିବ। 5ଟା ଅଧେରେ ବହୁତରେ ହଳ କରିବେ। ଆମ ବାପା ଆମ ଅଜା କେତେ ପର୍ଯ୍ୟନ୍ତ ହଳ କରୁଥିଲେ ଜାଣିଛନ୍ତି? ଆଉ ଏପଟେ ଲୋକ ମାନେ ପ୍ରାୟତଃ କେତେ ସମୟ ପର୍ଯ୍ୟନ୍ତ ହଳ କରନ୍ତି? 10ଟା 1 ଘଣ୍ଟା 1 ଘଣ୍ଟା ନା? ମୋ ବାପା ବି ସେମିତି କରନ୍ତି, ମୋ ଅଜା ବି ସେମିତି କରନ୍ତି। 5ଟାରୁ ହଳ କରୁଥିବେ ଇଆଡ଼େ 12ଟା ହେଇଥିବ ଛାଡ଼ି ନଥିବ। ମଝିରେ ହଳକୁ ଛିଡ଼ା କରିବେ, ସେମାନେ ଭୋକ ହେବ କି ନାହିଁ? ହଳ କରବାଟା ବେଶୀ ହାଲିଆ, ହାତ ଗୋଡ଼ ଅଣ୍ଟା ଭିତରେ ବଥା ହେବ। କାହିଁକି ସେ ହଳ ଭିତରେ ଶୀତ ଲଙ୍ଗଳ ଧରିକି ତା ପଛରେ ଗାଈ ଯେମିତି ଧାଇଁବ ତମେ ସେମିତି ଧାଇଁବ, ବେଶୀ ହାଲିଆ ଲାଗେ। ସେମାନଙ୍କ ପାଇଁ ଭାତ ନିଆ ହେବ, ସେମାନେ ଆସିକି ଥରେ ଖାଇବେ, ଆଉ ଥରେ ଯାଇକି ହଳ କରିବେ। ଯେହେତୁ ସେତେବେଳେ ଗାଈ ଗୋରୁ ଖାଇବାଟା ଆମକୁ ବେଶୀ ଖାଦ୍ୟ ଥିଲା, ଘାସ ବି ମିଳୁଥିଲା, ଗାଈ ଗୋରୁ ପାଇଁ ଏତେ କଷ୍ଟ ହେଉନଥିଲା। ସେମାନେ 1 ଘଣ୍ଟା 2 ଘଣ୍ଟା ଖାଇଲେ ପେଟ ଫୁଲ କରିକି ଆସୁଥିଲା। କିନ୍ତୁ ଆଜିକାଲି ଆଉ ନାହିଁ। ସେଥିପାଇଁ ଆଜିକାଲି ଲୋକ କ'ଣ କରୁଛନ୍ତି? ନଡ଼ା ରଖି ଦେଉଛନ୍ତି ଗାଈ ଗୋରୁ, କୁଣ୍ଡା ଦେଉଛନ୍ତି, ପାଣି ଦେଉଛନ୍ତି। କିନ୍ତୁ ଆଗରେ ଲୋକ ସେମିତି କରୁନଥିଲେ, ଛାଡ଼ି ଦେଉଥିଲେ। ଆମ ସେପଟେ ଏବେ ବି ଆମର ସେପଟେ ମାନେ ବାହାରେ ଛାଡ଼ୁଛନ୍ତି। ଏପଟେ ମୁଁ ଦେଖୁଛି କିଏ ଛାଡ଼ୁନାହାନ୍ତି। 12 ମାସ ବାନ୍ଧିକି ରହୁଛି। ଆମ ଆଡ଼େ 6 ମାସ ଚରେଇବେ, 6 ମାସ ଛାଡ଼ିଦେବେ। ଯେତେବେଳେ ଖରା ମାସରେ ଆମ ଆଡ଼େ ସାଇଡ଼୍ ଗାଈ ଗୋରୁକୁ ଦେଖିବେ, ଖାଲି ତାଙ୍କର ଦେହରେ ଖାଲି ହାଡ଼ ଥିବ, ସତରେ ମାଂସ ନଥିବ। ସବୁ ଏବେ କିଛି ସବୁ ଗଛ ପତ୍ର ଡାଳ ସବୁ ଶୁଖି ଯାଇଥିବ, ସବୁ ଝଡ଼ିଥିବ କି ନାହିଁ, ଘାସ ବି ମିଳିବ ନାହିଁ। ଯିଏ ପାଳ ରଖିଦେଇଥିବ, ନଡ଼ା ରଖିଦେଇଥିବ, ଖାଦ୍ୟ ଦେଉଥିବ, ସେମାନଙ୍କର ଟିକେ ଚେହେରା ଭଲ ଥିବ, ନହେଲେ ବାକି ସବୁ ଭଲ ନଥିବ। କିନ୍ତୁ ପାଣି ବି ସବୁ ଜାଗାରେ ଶୁଖିବ, ପାଣି ବି ପିଇବାକୁ ପାଇଲେ ପାଇବ, ନହେଲେ ନ ପାଇଲେ ନାହିଁ। ଗୋଟେ ଜାଗାରେ ଜମା ହେଇଥିବ, ପାଣି ଗନ୍ଧ ହେଉଥିବ, ସେମିତିକା ପାଣି ଗାଈ ଗୋରୁ ପିଇବ। ସେଥିପାଇଁ ଏଇ ସମୟରେ ବେଶୀ ରୋଗଣା ହେଇଯିବେ ଆମ ସାଇଡ଼୍ ଗାଈ ଗୋରୁ। କିନ୍ତୁ ଯଦି ଆମେ ଦେଖିବା କହିଲେ ପରମେଶ୍ୱର କାହିଁକି ଏ ଯାଜକକୁ ଦେଖାଅ ବୋଲି କହିଲେ? ଗୋଟିଏ କାରଣ ପାଇଁ, ଏ ଯାଜକ କେବଳ ଏହାକୁ ପଢ଼େଇକି ନେଇପାରନ୍ତି। ତାମାନେ ଯୀଶୁ ପ୍ରଭୁରେ ଚାହୁଁନାହାନ୍ତି ତୁ ଶୁଚି ହେଲା ପରେ ତୁ ଯେମିତି ନର୍ମାଲ ଜୀବନ ବଞ୍ଚୁଛୁ ସେମିତି ବଞ୍ଚେ। କିନ୍ତୁ ଯୀଶୁ କିନ୍ତୁ ଚାହାନ୍ତି ତୁ ଯାଜକ ଦ୍ୱାରା ପଢ଼େଇକି ନେଇଯା। ହଁ ନା ନାହିଁ? ଏଠି ଆମେ ପରିତ୍ରାଣ ପାଇଲା ପରେ ଆମେ କାହିଁକି ଚର୍ଚ୍ଚ ସହିତ କନେକ୍ସନ୍ ହେଉଛୁ, ପ୍ରଭୁ ଦାସ ସହିତ କନେକ୍ସନ୍ ହେଉଛୁ, ବାକ୍ୟ ସହିତ କନେକ୍ସନ୍ ହେଇକି କାହିଁକି ମୋତେ ବଞ୍ଚିବାର ଅଛି? ଆମେ ହେଉଛୁ ଜଣେ ଲୋକ ସଦାବେଳେ ଏକ ପ୍ରକାର ଭାବରେ ଠକି ହେବା ଲୋକ, ନିଜକୁ ବିଶ୍ୱାସ କରିବା ଲୋକ। କିନ୍ତୁ ପରମେଶ୍ୱର ଚାହାନ୍ତି ନାହିଁ ଆମେ ପ୍ରଭୁରେ ଠକି ହେଇକି ଜୀବନକୁ ବଞ୍ଚୁ। କିନ୍ତୁ ପରମେଶ୍ୱର ସଦାବେଳେ ଚାହାନ୍ତି ଆମେ ବାକ୍ୟର କନେକ୍ସନ୍ ହେଇକି ବଞ୍ଚୁ, ବାକ୍ୟ ସହିତ ଜଡ଼ିତ ହେଇକି ପ୍ରଭୁରେ ବଞ୍ଚୁ। ଏଇଟା ହେଉଛି ପ୍ରଭୁ ଚାହୁଁଛି। ହଁ କି ନାହିଁ ଭାଇ? ସେଥିପାଇଁ ପରମେଶ୍ୱର ଆମକୁ ସଦାବେଳେ କ'ଣ ରଖିଦେଇଛନ୍ତି? ଚର୍ଚ୍ଚ। ଜାଗତିକ ଚର୍ଚ୍ଚ ଗୁଡ଼ାକରେ ଦେଖିଲେ ସେମାନେ ସପ୍ତାହକୁ ଥରେ ଖୋଲା କରିବେ, ସପ୍ତାହକୁ ଥରେ ସେ ଚାବିଲ ଖୋଲା ହେବ। କିନ୍ତୁ ଆମର ଚର୍ଚ୍ଚ 24 ଘଣ୍ଟା ଖୋଲା ଅଛି। ସେଥିପାଇଁ ଆମର ଯେଉଁ ପାଷ୍ଟର ଅଛନ୍ତି ସେ 24 ଘଣ୍ଟା ଚର୍ଚ୍ଚରେ ପାଷ୍ଟରଙ୍କୁ ରଖି ଅଛନ୍ତି। କାହିଁକି? ଏଇଟା ହେଉଛି ଗୋଟେ ଆଶ୍ରୟସ୍ଥଳୀ। ଯିଏ ଅପରାଧୀ ଯେକୌଣସି ମୁହୂର୍ତ୍ତରେ ପ୍ରବେଶ କଲେ ସେ ରକ୍ଷା ପାଇବ। ସେଥିପାଇଁ ଚର୍ଚ୍ଚ ହେଉଛି ଗୋଟେ ଜାଗା, ଗୋଟେ ଆଶ୍ରୟସ୍ଥଳୀ ବୋଲି କୁହାଯାଉଛି। କାହିଁକି? ଆଶ୍ରୟସ୍ଥଳୀରେ ଗୋଟେ କହିଦିର କିଛି କାମ ନାହିଁ କି ଯିଏ ପଶିଲେ ତାର କିଛି କାମ ନାହିଁ। ଆଶ୍ରୟସ୍ଥଳୀରେ ପ୍ରବେଶ କଲା ପରେ ତାର ଜୀବନ ହେଉଛି ବିଶ୍ରାମ କର। ସେଥିପାଇଁ ଯୀଶୁଙ୍କ ଭିତରେ ପ୍ରବେଶ କଲା ପରେ ଜଣେ ମନୁଷ୍ୟର ଜୀବନରେ କ'ଣ ହେବା ଦରକାର? ବିଶ୍ରାମ କରିବା ଦରକାର। କିନ୍ତୁ ଆମେ ଆଶ୍ରୟସ୍ଥଳୀରେ ପ୍ରବେଶ କଲା ପରେ ବିଶ୍ରାମ କରୁନୁ, ତାର ଅର୍ଥ କ'ଣ? ପ୍ରବେଶ କରିଛୁ ନା କରିବୁ? କରିବୁ ନା ନାହିଁ? ସତରେ ମୁଁ ପ୍ରବେଶ କରିଛି, ମୋର ସମାପ୍ତ ହେଇଛି ସବୁ କିଛି। ଦାଉଦ ଯେତେବେଳେ ଫେରିକି ଆସିଲେ, ଶୀଘ୍ର ଯେତେବେଳେ ଦଗ୍ଧ ହେଇଛି, କ'ଣ ଦେଖିଲେ ଦାଉଦ? ଦାଉଦ ଯେତେବେଳେ ଫେରିକି ଆଇଲେ, ଶୀଘ୍ର ଅଗ୍ନିରେ ଦଗ୍ଧ ହେଇଛି, ଦାଉଦ କ'ଣ ଦେଖିଲେ? କ'ଣ ସେ ଦେଖିଲେ? ଆମ ଭିତରେ ଆମେ ଆଶ୍ରୟସ୍ଥଳୀରେ ପ୍ରବେଶ କଲା ପରେ ଆମେ ନିଜେ କ'ଣ ଦେଖିବା ଦରକାର? ନାଇଁ, ବିଶ୍ରାମ ଦେଖିବା ଦରକାର, ବିଶ୍ରାମ ପାଇବା ଦରକାର। ଏ ଆଶ୍ରୟସ୍ଥଳୀ ହେଉଛି ଗୋଟେ ଜାଗା ଯେଉଁଟାକି ମୋତେ ବିଶ୍ରାମ ଦେଇପାରେ। ମୋର କାମ ନାହିଁ, ପ୍ରଭୁଙ୍କ ଭିତରେ ପ୍ରବେଶ କଲା ପରେ ମୋର ବ୍ୟବସ୍ଥାକୁ ପୁରା କରିବାର କାର୍ଯ୍ୟ କିଛି ନାହିଁ।
ଯୀଶୁ କରିଅଛନ୍ତି, ମୁଁ ଏ ବିଷୟକୁ ପାଇବା ଦରକାର ନା ନାଇଁ। କିନ୍ତୁ ଅଧିକାଂଶ ଶୈତାନ ମୋତେ କେମିତି ବନଉଛି, ଏ ତୁ ଯୀଶୁ ଯାହା କରିଛନ୍ତି ସେଇଟା ଖାଲି ଖୁସି ହେଲେ ହବ, ସେତିକି ଖାଲି ଗ୍ରହଣ କଲେ ତୁ ତୋର ମୋର ବୋଲି କହିକି ବଞ୍ଚିଲେ ହବ କି? ଶୈତାନ କହୁନାହିଁ କି ସେମିତି? ଆମେ ସେମିତି ବଞ୍ଚୁନୁ କି? କିନ୍ତୁ ପାଇବ ନାହିଁ, ଭଉଣୀ ମାନେ ଆମେ କ'ଣ ଗୋଟେ ବିଷୟକୁ ପାଇବା ଦରକାର, ମୋର ସବୁ ବିଷୟ ଶେଷ ହେଇଛି। ପାଉଁଶ ଅଛି ମାନେ ପାଉଁଶର କିଛି ମୂଲ୍ୟ ନାହିଁ। ଯଦି ଆମର ଲାଇଫରେ ଆମର ନିଜ ପାଇଁ ବଞ୍ଚିବାର କିଛି ମୂଲ୍ୟ ନାହିଁ, ଗସ୍ପେଲ ପାଇଁ ବଞ୍ଚିବାର ମୂଲ୍ୟ ଅଛି। ସେଥିପାଇଁ ଗସ୍ପେଲ ପାଇଁ ଖର୍ଚ୍ଚ କରିବା ପାଇଁ କେବେ ମଧ୍ୟ ପ୍ରଶଂସା ଦିଅନ୍ତୁ, ଗସ୍ପେଲ ପାଇଁ ପାଦ ପଢ଼ାନ୍ତୁ, ପ୍ରଭୁଙ୍କର ଆଶୀର୍ବାଦ ପ୍ରତ୍ୟେକ ଆସେ। ଠିକ ଅଛି, ମୁଁ ଆଜି ଏତିକି କହିବି। ବର୍ତ୍ତମାନ ପ୍ରାର୍ଥନା କରିବା। ଧନ୍ୟବାଦ ଦେଉଛୁ ମହାପୁରୁଷ ସତ୍ୟତା ଆଜି ଅନୁଗ୍ରହ ଦେଲ, ଦୟା ଦେଲ, ସତ୍ୟ ଧନ୍ୟବାଦ ଦେଉଛୁ ପରମେଶ୍ୱର। ସତରେ ଆମେ ଯେତେବେଳେ ଜୀବନ ବଞ୍ଚୁଅଛୁ ଜଗତରେ, ଅଧିକାଂଶ ସମୟରେ ଆମେ ଜଣେ ଲୋକ ନିଜକୁ କେନ୍ଦ୍ରୀଭୂତ କରିକି ଆମେ ବଞ୍ଚିଥାଉ, ନିଜକୁ ବିଶ୍ୱାସ କରିକି ବଞ୍ଚିଥାଉ। କିନ୍ତୁ ପରମେଶ୍ୱର କିନ୍ତୁ ଆମମାନଙ୍କ ବାକ୍ୟ ଦ୍ୱାରା ଆଜି ଦେଖେଇଲ, ଯେମିତି ଦାଉଦ ରାଜା ଯେତେବେଳେ ବଞ୍ଚିଲେ, ଯଦିଓ ବି ସେ ଦାଉଦ ପ୍ରତ୍ୟେକ ବିଷୟକୁ ଘୋଡ଼େଇଥିଲେ, କିନ୍ତୁ ଯେତେବେଳେ ସେ ଏଫୋଦ ମାଗିଲା ପରେ କିନ୍ତୁ ପ୍ରଭୁଙ୍କୁ ସେ ପଚାରିଲେ, ପ୍ରଭୁଙ୍କୁ ସେମାନଙ୍କୁ ପଛେ ଗୋଡ଼େଇଲେ କି ସେମାନଙ୍କୁ କ'ଣ ସମୟ କରିପାରିବେ। ସେ ସମୟ ପରମେଶ୍ୱର ତାଙ୍କ ଆଡ଼କୁ ବାକ୍ୟ ଦେଲେ, ଯାଅ ନିଶ୍ଚୟ ତୁମେ ଫେରି ପାଇବ, ଜଣକୁ ମୋର ଗୁଣା କରିବ ନାହିଁ କି ସବୁକୁ ଫେରି ଆଣ। କିନ୍ତୁ 19 ପଢ଼ିଲୁ କି ସମସ୍ତଙ୍କୁ ଫେରିକି ଆଣିପାରିଲେ। ସେ ସମୟରେ ଦାଉଦ ପଛରେ ଥିବା 6 ଲୋକମାନଙ୍କର 600 ଲୋକମାନଙ୍କୁ ଗୋଟେ ପ୍ରକାର ଥିବ। ସେତେବେଳେ ସେମାନେ ଗୋଟେ ବିଷୟ ଦେଖିଥିବେ, ଆରେ ଆମେ କେତେ ମୂର୍ଖ, କେତେ ଆମେ ଦାମ୍ଭିକ, ପ୍ରଭୁଙ୍କର ଏତେ ବଡ଼ ମହାନ ଦାସ ଭାବରେ ଆମେ ପ୍ରକାର ସେମାନେ ନିଜର ସବୁ ପଥର ଭିତରେ ତଳେ ପକାଇଥିଲେ। ସେ ସମୟରେ କେବଳ ସେମାନେ ଦାଉଦକୁ ଅଭିଯୋଗ କରିପାରିନଥିଲେ। ଦାଉଦ ଯାହା କଲେ ମାନେ ପ୍ରାକ୍ଟିକାଲି ତାଙ୍କର ଲାଇଫରେ ପ୍ରଭୁତ୍ୱ ଦେଖିଲେ। ସତରେ ଆମେ ତ ଦେଖୁଅଛୁ ପରମେଶ୍ୱର ଯେତେବେଳେ ଆମେ ନିରୁପାୟ ଥିଲୁ, କୌଣସି ଉପାୟ ନଥିଲା, ଧାର୍ମିକ ହେଇକି ଜୀବନଯାପନ କରୁଛୁ, କିନ୍ତୁ ଦିନେ ଆମ ପାଇଁ ଯୀଶୁଖ୍ରୀଷ୍ଟ କୃତ ହେଲେ, ପୁନରୁତ୍ଥିତ ହେଲେ, ଧାର୍ମିକ ବୋଲି ଗଣନା କଲେ। ଏ ବିଷୟ ଆମକୁ କେତେ ଆଶୀର୍ବାଦ ଅନୁଗ୍ରହ ପ୍ରଭୁତ୍ୱରେ ନ ହବ, ଯଦି ଆମେ ଏ ବିଷୟରେ ଦେଖିଲା କେବଳ ଦାବି ହୋଇକି ଜୀବନ ବଞ୍ଚିପାରନ୍ତି। ସତରେ ଆମେ ମହାନ ଅନୁଗ୍ରହ ଦୟାକୁ ପ୍ରଭୁତ୍ୱରେ ପାଇଥିବା। ଏ ସମୟରେ ଆବଶ୍ୟକ ବିଷୟ ପରମେଶ୍ୱର ଆମକୁ ସମସ୍ତ ବିଷୟରେ ତୁମେ ଯୋଗାଇବି। ରେଜିଷ୍ଟ୍ରେସନ୍ ପଇସା ହଉ, ନିଜର ଟ୍ରାଭେଲିଂ ଖର୍ଚ୍ଚ ହଉ, କି ଚର୍ଚ୍ଚର ଯାହା ବି ଆମମାନଙ୍କର ବାକି ଅଛି, କାଣ୍ଟାଟା ବାକି ହଉ, କି ସେ ଜାଗାରେ ପ୍ରତ୍ୟେକ ଗୁଡ଼ିଏ ବିଷୟ ପ୍ରଭୁତ୍ୱରେ ବାକି ଅଛି, ସମସ୍ତ ବିଷୟରେ ତୁମେ ଜାଣିଅଛ, ତୁମେ ଆମକୁ ପଢ଼ି, ତୁମେ ସହବର୍ତ୍ତୀ ପରମେଶ୍ୱର ହେଇକି ଆମକୁ ଅନୁଗ୍ରହ ପ୍ରଦାନ କର। ପରମେଶ୍ୱର ଆଜି ସମସ୍ତ ବିଷୟ ତୁମକୁ ସମର୍ପଣ କରି ପ୍ରାର୍ଥନା ଶୁଣେଛ, ଧନ୍ୟବାଦ ପ୍ରାର୍ଥନା କରୁଛି। ଆମେ ବେଶୀ ଧନ୍ୟବାଦ ସମସ୍ତଙ୍କୁ। ନମସ୍କାର।